करना है तो दीक्षा के लिए राजी क्यों नहीं थे एमती कहता हमें तापर मुझे किसी कही पारे मुझे भाभी पारे जे कौन करेंगे तापर गुरु महाराज कहले दीक्षा लो प्रचार करो भक्त बढ़ाओ और आप भक्त हो गए और कोई भक्त नहीं होगा क्या एमती गोटे शिक्षा से गोटे मत मिलला तापर आम रेडी हेलु 2014 आम दीक्षा नेलु ସେଇଠି ମତେ ଗୋଟେ ପଏଣ୍ଟ ମିଳିଲା ଯେ ମାନେ ପ୍ରଚାର କରିବା ପାଇଁ ଏତେ ମନ ଗୁରୁ ମହାରାଜଙ୍କର ମାନେ ସମସ୍ତଙ୍କୁ କେମିତି ରେଡି କରଉଛନ୍ତି ଆଉ ଭକ୍ତ ମାନଙ୍କୁ କେମିତି ମାନେ ଆଗ୍ରହ ପ୍ରକାଶ କରୁଛନ୍ତି କେମିତି ଆମେ ପ୍ରଚାର କରିପାରିବା ସେଇଠି ଗୋଟେ ହେଲା ତ ମାୟାପୁର ଆମେ ଥରେ ଯାଇଥିଲୁ ଏମିତି ବୁଲିବା ପାଇଁ ହଁ ମାୟାପୁର ଯାଇଥିଲୁ ମୋର ତ ହାତ ମାନେ କଣ ଗୋଟେ ଦେହ ଖରାପ ଥିଲା ଏମିତି ଯାଇଥିଲୁ ଆମେ ଟିକେଟ କରିଦେଇଥିଲୁ ଆସିବା ପାଇଁ କିନ୍ତୁ ସେଇଠି 2 ଦିନ 3 ଦିନ ରହିଛୁ 4 ଦିନ ଦିନ ଆମର ଶ୍ରୀପାଦ ଇଷ୍ଟଦେବ ପ୍ରଭୁ ଦେଖା ହେଲେ କହିଲେ ମାତାଜୀ କଣ ପଳେଇବ କି ଆଜ୍ଞା କାଲି ଯାଉଛୁ ଆଉ ଟିକେଟ କ୍ୟାନସଲ କର କାଲି ପଦଯାତ୍ରା ଆମର ବାହାରୁଛି ଆଉ ତମେ କୁଆଡେ ଯିବ ପରଦିନ ପଦଯାତ୍ରା ବାହାରୁଛି ଏମିତି କହିବା ତାପରେ ଆମେ ଗୁରୁ ମହାରାଜ ଆସିଲେ ଆସିକି ତୁରନ୍ତ ସେଇଠି କହୁଛନ୍ତି ହଁ पदयात्रा जा रहे हो कि नहीं गुरु महाराज गांव जा रहे हैं अरे पदयात्रा प्रचार करो पदयात्रा दर्शन करो नया पदयात्रा निकल रही है सागे सागे गुरु महाराज प्रणाम करके आमे आउ माने सागे सागे डिसाइड माने करिथिलु पळि आसे भाई गुरु महाराज कथा सुनिकी मु कहली गुरु महाराज चाहूचंदी रहया भाई ସେଇଠି ଆମେ ରହିଲୁ ଗୋଟେ ଦିନ କ୍ୟାନସଲ କରିକି ଟିକେଟ ରହିଲୁ ରହିକିରି ଆମର ଉତ୍କଳ ବଙ୍ଗ ପଦଯାତ୍ରା ସେଠି 2021 ମସିହାରେ ସେଇ ସେପ୍ଟେମ୍ବର ମାସରେ ତ ରାଧାଷ୍ଟମୀ ଦିନ ହିଁ ଷ୍ଟାର୍ଟ ହେଇଥିଲା ତ ସେଇଠି ରହିଲା ପରେ ଆମେ ଯେତେବେଳେ ଗୁରୁ ମହାରାଜଙ୍କ କୀର୍ତ୍ତନ ମୁଁ ଆକ୍ଚୁଆଲି ତାଙ୍କ ସାଙ୍ଗରେ ଯେତେବେଳେ ଗଲୁ ପଦଯାତ୍ରା କଣ ମୁଁ ଏତେ ଜାଣିନଥିଲି କି ଜାଣିନଥିଲି କି ମୁଁ ଶୁଣିଛି କିନ୍ତୁ ଏତେଟା ଜାଣିନଥିଲି ଗୁରୁ ମହାରାଜ ପଦଯାତ୍ରା ଯାଆନ୍ତି ଶଗଡ ଗାଡିରେ ଯାଆନ୍ତି କିନ୍ତୁ ମୁଁ ଜାଣିନଥିଲି ଗୁରୁ ମହାରାଜ ଏମିତି ମାନେ ଏତେ ଆଗ୍ରହୀ ଆଉ ଏତେ ପ୍ରସନ୍ନ ହୁଅନ୍ତି ପଦଯାତ୍ରା ପାଇଁ ମୁଁ ତାପରେ ଆମେ ପଦଯାତ୍ରା ଯେତେବେଳେ ଆରମ୍ଭ ହେଲା ସେଇଠି ଶଗଡ ଗାଡିରେ ଗୁରୁ ମହାରାଜ ନଡିଆ ଭାଙ୍ଗିଲେ ଆଳତି କଲେ ସବୁ ଦର୍ଶନ ହେଲା ମୁଁ କହିଲି ଯାହା ହଉ ଆମର ଭାଗ୍ୟରେ ଥିଲା ଗୁରୁ ମହାରାଜ ଆମକୁ ଅଟକେଇ ଦେଲେ ତାପରେ ତାଙ୍କ ସାଙ୍ଗରେ ବି ଗୁରୁ ମହାରାଜ ସାଙ୍ଗରେ ଗଲୁ ପଦଯାତ୍ରା 2-3ଟା ଗାଁ ବୁଲିଲୁ ଗାଁ ବୁଲିଲା ପରେ ମୁଁ ଜାଣିପାରିଲି ଯେ ମାନେ କେମିତି ଚାଲିକି ଯାଆନ୍ତି 3 କିଲୋମିଟର ଗଲୁ 3-4 କିଲୋମିଟର ଗଲୁ କିନ୍ତୁ ମାନେ ଏତେ ଥକା ଲାଗୁଥାଏ ଚାଲିକି କୀର୍ତ୍ତନରେ ଯାଉଥାଉ କିନ୍ତୁ ଥକା ଲାଗୁଥାଏ ତାପରେ ମୁଁ ଯେତେବେଳେ ଶୁଣିଲି ଗୁରୁ ମହାରାଜ 20 କିଲୋମିଟର 25 କିଲୋମିଟର 15 କିଲୋମିଟର ନିଜେ ବଳଦ ଚଲେଇକି ନିଅନ୍ତି କୀର୍ତ୍ତନ ଗାଇ ଗାଇ ଯାଆନ୍ତି ଭକ୍ତ ମାନଙ୍କୁ ମାନେ ଏମିତି କି ବହି ପ୍ରଚାର କରି କରି ରାସ୍ତାରେ ଯାଆନ୍ତି ତ ମୁଁ ସେଇଟା ମୋର ଫାଷ୍ଟ ଟାଇମ ପଦଯାତ୍ରା ମୁଁ ଦେଖିଛି କୋଉଟେ କୋଉଟେ ମାନେ ପଣ୍ଡରପୁରରେ ଦେଖିଛି କିନ୍ତୁ ଏମିତି ତାଙ୍କ ସାଙ୍ଗରେ ଯାଇନଥିଲି ମୁଁ ସେଇଠି ଉତ୍କଳବଙ୍ଗ ପଦଯାତ୍ରା ଯେତେବେଳେ ବାହାରିଥିଲେ ସେଠି ତାଙ୍କ ସାଙ୍ଗରେ ଯାଇକି ମତେ ଗୋଟେ ସୁଯୋଗ ମିଳିଥିଲା ଆଉ ବହି ବି ବହୁତ ଗୁଡେ ବହି ପ୍ରଚାର ହେଇଥିଲା ଗୁରୁ ମହାରାଜ ଯେତେବେଳେ ଏଇଠୁ ଗୋଟେ ମତେ ଏଇଟା ଗୋଟେ ଶିକ୍ଷା ମିଳିଲା ଯେ ପଦଯାତ୍ରାରେ ଯୋଉ ମାନେ ବହି ପ୍ରଚାର କରିବାର ମତେ ଗୋଟେ ସେଟା ଗୋଟେ ଟ୍ରେନିଂ ମିଳିଥିଲା ଆଉ ଗୋଟେ ମାନେ କହନ୍ତିନି ମାନ ସମ୍ମାନ ଅପମାନ ଏଇ ସବୁ ଜିନିଷ ଆମେ ଯଦି ଖୋଜିବା ତ ଆମର ପ୍ରଚାର ହବନି କି ଭକ୍ତି ହବନି ଆଉ ନିଜେ ମାନେ ମାନ ସମ୍ମାନକୁ ପଛରେ ପକେଇକି ଗୁରୁ ମହାରାଜ କୋଉ ଜାଗା କଣ କାଦୁଅ ପଙ୍କ କଣ୍ଟା କିଛି ମାନେ ସେଇ ଜାଗା ଯୋଉ ଜାଗା ଯାଇଥିଲୁ ଆମେ ପୁରା କଣ୍ଟାରେ ପୁରା ବୁଡିକି ମାନେ କାଦୁଅ ପୁରା ଚକା ପଶି ଯାଇଥାଏ ତଥାପି ଗୁରୁ ମହାରାଜ ଉତ୍ସାହ ହରି ବୋଲ ହରି ବୋଲ ହରି ବୋଲ ଏସେ ବୋଲ ମାନେ ଆଗେ ବଢ 2-3 ଜଣ ଟେକି ଚକାକୁ ବାହାରକୁ କାଢିଲେ ତଥାପି ଗୁରୁ ମହାରାଜ ହାର ମାନ ନଥାନ୍ତେ ଦେଖନ୍ତୁ ଆଜି ଯାହାକି ତାଙ୍କ ମାନେ ଶିଷ୍ୟ ମାନେ ଯାହା ଦୃଢ ଭାବରେ ପଦଯାତ୍ରା ଚଲଉଛନ୍ତି ତାପରେ ସେଠୁ ଆସିବା ପରେ ମୁଁ କିଛି ଅସୁସ୍ଥ ହେଇଥିଲି ମୋର ହାତ ଫାତ ଭାଙ୍ଗିଥିଲା ତାପରେ ଏଇଠି ରହିଲା ପରେ ଗୁରୁ ମହାରାଜ ମାନେ ବର୍ଷେ ବିତି ଯାଇଛି 2021-22 ମସିହାରେ ମୋର ଯେତେବେଳେ ହାତ ଭାଙ୍ଗିଥିଲା ଓଡିଶା ଆସିଥିଲେ ପଦଯାତ୍ରା ଜୁମରେ ଆମେ ବସିଥିଲୁ ଗୁରୁ ମହାରାଜ ସେଇଠି କହିଥିଲେ ଆମେ ସମସ୍ତେ ଏଇଠି ବସିଥିଲୁ ଆଶ୍ରମରେ ସେଇଠି गुरु महाराज कहते जे पदयात्रा जा रहे हो सेवा करो और प्रचार करो अभी तुमको सुजोग मिला है ये सुजोग छोड़ दोगे तो आगे प्रचार नहीं कर पाओगे और कीर्तन चल रही है और भक्त भी है भगवान भी है
ସେଇଠି ମୁଁ ଭାବିଥିଲି କେମିତି ପ୍ରଚାର କରିବ, ପଦଯାତ୍ରା ଏତେ ବାଟ ଚାଲିବ, କିଏ ଚାଲିବ, ମତେ ମାନେ ଡର ଲାଗେ, ମୁଁ ଯାଇପାରିବିନି ଏମିତି ଭାବେ। ପୁରୀ ଯାଇଥିଲୁ, ପୁରୀରେ ବି ଚାଲିକି ଆସିଥିଲୁ, ଗୁଣ୍ଡିଚା ମନ୍ଦିର ଯାଏ କିନ୍ତୁ ହାଲିଆ ଲାଗେ। ତାପରେ ସେ ରିଟର୍ନ ଯେତେବେଳେ ଯାଇକି ନୟାଗଡ଼ ଜିଲ୍ଲାରେ ପହଞ୍ଚିଲେ, ସେଇଠି ଆମ ଗାଁରେ ମାସେ ରହିଥିଲେ ଶାଶୁଘରଟେ, ସେଇଠି ମୁଁ ଜାଣିପାରିଲି ଯେ ପଦଯାତ୍ରା କଷ୍ଟ କଣ, ଆଉ କେମିତି ରୋଷେଇ କରିକି ସେମାନେ ପାଆନ୍ତି, କେମିତି ପ୍ରଚାର କରନ୍ତି, କଣ କଷ୍ଟ ହୁଏ। ଜଟଣୀରେ ଫାଷ୍ଟ ଯାଇଥିଲି, ପୁରୀରେ ଜଟଣୀରେ, ତାପରେ ସେଇଠି ଯେତେ ଜାଗା ସବୁ ରହିଲେ ଆରେଞ୍ଜ ପୁରା ବର୍ଷେ ଯାଏ ବୋଲି, ତାପରେ କୋଉଠି 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 ମାଉସୀ ପିଉସୀ ଏମିତି ଦେଖିକି ମୁଁ ଚେଷ୍ଟା କଲି କିଛି କିଛି ସେବା କରିବାକୁ, ଗୁରୁ ମହାରାଜ କହିଛନ୍ତି ବୋଲି। ଆଉ ଗାଁରେ ଯେତିକି ଦିନ ରହିଲେ ଗୁରୁ ମହାରାଜ, ମାସେ ମାନେ ଆମେ ଯୋଉ ରହିଲୁ ପଦଯାତ୍ରା ରହିଲେ ମାସେ, ଗୁରୁ ମହାରାଜ ପୁରା କହିବାକୁ ଗଲେ ଆମ ପାଖରେ ହିଁ ଥିଲେ। ମାନେ ରେଗୁଲାର ପୁରା ଜୁମରେ ଆମେ ବସିବୁ, ଭକ୍ତ ଆସିବେ, ଏତେ ବିରୋଧ କରୁଥିଲେ ସେ ଗାଁରେ, ଭୂତ କୋଠି ଭଳିଆ ମୋ ଘର ମାନେ ରୁମ ଟା ପୁରା ପଡିଥିଲା। କିନ୍ତୁ ପଦଯାତ୍ରା ଯେତେବେଳେ ରହିଲେ ପୁରା ମାନେ ବୈକୁଣ୍ଠଠୁ ଅଧିକ, ମାନେ ପୁରା କୀର୍ତ୍ତନ ପ୍ରସାଦ ଭକ୍ତ ମାନେ ହିଁ ରହିଲେ ଖାଲି। ଆଉ ଗୁରୁ ମହାରାଜ ଡେଲି ଯେତେବେଳେ ମାଳ ଗୁନ୍ଥନ୍ତି, ସମସ୍ତେ ସେ ବାହାର ମାନେ ଗାଁ ସ୍ତ୍ରୀ ଲୋକ ସମସ୍ତେ ଆସିକି ବସନ୍ତି, ପିଲାମାନେ ବସନ୍ତି, ଜୁମରେ ଜପ କରେ ମୁଁ ସମସ୍ତଙ୍କୁ ଡାକି, ସେମାନେ ଜପ କରୁଥିବେ, ଗୁରୁ ମହାରାଜ ଲଗେଇବେ। ଜୁମରେ ଲଗେଇ ସାରିଲା ପରେ ପଚାରିବେ କେମିତି କଣ ଗାଁ କେତେ ପ୍ରଚାର ଚାଲିଛି। ମିନିମମ୍ 70 ଗୀତା ସେଇଠି ପ୍ରଚାର ହେଇଥିଲେ, ଆଉ 60-65 ମାଳା ଯାଇଥିଲେ। ଆଜି ବି ସେଇ ଭକ୍ତ ମାନେ ସବୁ ଦୀକ୍ଷା ନେଲେଣି, ଦିଟା ଫ୍ୟାମିଲି ନେଲେଣି ଦୀକ୍ଷା, ଆଉ କେତେ ଜଣ ଜପ କରୁଛନ୍ତି, ରେଡି ହଉଛନ୍ତି ଧୀରେ ଧୀରେ, ମାନେ ଜୁମରେ ବସୁଛନ୍ତି। ଏମିତି ହେଇକି ଗୁରୁ ମହାରାଜଙ୍କ ଯୋଉ ଚେଷ୍ଟାଟା ଗ୍ରାମେ ଗ୍ରାମେ ନଗରେ ନଗରେ ଯୋଉ ପ୍ରଚାର କରିବାଟା, କେବଳ ପଦଯାତ୍ରା ଦ୍ଵାରା ବି ବେଶୀ ମାନେ ସେଇଥିପାଇଁ ତାଙ୍କର ବୋଧେ ମହାରାଜାଙ୍କର ଏଇଟା ଗୋଟେ ମନୋବୃତ୍ତି ବା ଖୁସି, ଆଉ ତାଙ୍କର ଗୋଟେ ମାନେ ସ୍ୱପ୍ନ ହଉଛି ଯେ ମାନେ ସବୁ ଜାଗାରେ ପ୍ରଚାର ହଉ ବୋଲି। ତ ପଦଯାତ୍ରାର ଅନୁଭୂତି ଏଇଟା ମୁଁ ଜାଣିପାରିଲି ଯେ ଗୋଟେ ଏଇଟାର ଯେତେ କଷ୍ଟ ହେଲେ ବି ଆମେ ଦୃଢ ଭାବରେ ନିଷ୍ଠା ଭାବରେ ଯଦି ଆମେ ଭଗବାନଙ୍କର ସେବା କରିବା, ଆଉ ଗୁରୁ କୃଷ୍ଣଙ୍କର ଚରଣରେ ମତି ରଖିକି ଆମେ ତାଙ୍କ ଦ୍ଵାରା ଯଦି କୌଣସି ପ୍ରଚାର ପ୍ରସାର କରିବା, ନିଶ୍ଚୟ ଦିନେ ଦିନେ ସଫଳ ହବ। ଆଉ ଯାହାକି ଧୀରେ ଧୀରେ ଭକ୍ତ ବଢିବେ, ଆଉ ଭକ୍ତ ମାନେ ଆକର୍ଷଣ ହେବେ, ଆଉ ଏଇଭଳିଆ ସବୁ ସେବା ପୂଜା ମାନେ ରହିପାରିବା, ଆମେ ଶିଖିପାରିବା। ଏଇଟା ଗୋଟେ ଶିକ୍ଷା ଦଉଛନ୍ତି ଗୁରୁ ମହାରାଜ। ତ ଏଠି ଯେତେବେଳେ ଗୁରୁ ମହାରାଜ ମାନେ ସବୁବେଳେ ଆସନ୍ତି, ମତେ ଏତେ କିଛି ଇଏ ଲାଗୁନଥିଲା। ଏଇଥର ଯୋଉ ଆସିଥିଲେ, ମୋର ଏଇଟା ଗୋଟେ ମାନେ ପ୍ରଚାର ଏତେ କରିପାରୁନଥିଲି, ମୁଣ୍ଡ ଟିକେ ମାନେ ଭକ୍ତିରେ ହଉ କୋଉଥିରେ ଅପରାଧରେ ହଉ ସେମିତି ଥିଲା। ମୁଁ ପଚାରିବି ଗୁରୁ ମହାରାଜ ଏଇଟା କାହିଁକି ହଉଛି, ମାନେ ଏମିତି ଗୋଟେ ଭାବିବେ। ତ ମୁଁ ଭାବୁଥିଲି ଗୁରୁ ମହାରାଜ ଦୁଃଖ ମାନେ ମୁଁ ଜଣେଇବି କି, ମୁଁ କାହିଁ ମାନେ ମୁଁ କଣ କରିବି, ମାନେ ଭୌତିକ ଲୋକ ବେଶୀ ଷ୍ଟ୍ରେସରେ ରହିବେ, ମାନେ ପୁରା ଦୁଃଖରେ ରହିବେ, ବେଶୀ ଚିନ୍ତାରେ ରହିବେ, ମାନେ କଣ କରିଦଉଛନ୍ତି ସେମାନେ, ମାନେ ସୁଇସାଇଡ କରୁଛନ୍ତି ବା କଣ କରିଦଉଛନ୍ତି। ତ ଦେଖନ୍ତୁ ଗୁରୁଙ୍କର କୃପା, ମାନେ ଏଇ ସବୁ ଜିନିଷ ଆସିଲା ଭିତରେ ମୁଁ ଜୁମରେ ରେଗୁଲାର ଜପ କରୁଥିଲି 2 ମାସ କଣ୍ଟିନ୍ୟୁ, କୁଆଡେ ଯାଇନଥିଲି, କିଛି କରୁନଥିଲି, କେବଳ ଘରେ ହିଁ ଜପ କରୁଥିଲି, କୁଆଡେ ଯାଉନଥିଲି। ତାପରେ ସେଇଠି କଣ ହେଲା ନା, ମୋର ଜପ ଜପ କ୍ଲାସରେ ମତେ ଡିଷ୍ଟର୍ବ ଲାଗେ, କିଛି ମତେ ଭଲ ଲାଗେନି, ଘରେ ଆଳତି କରୁଥିଲି। କିନ୍ତୁ ହଠାତ୍ ଦେଖନ୍ତୁ ଗୁରୁ ମହାରାଜଙ୍କ କୃପା କେମିତି ଆସିକି ପ୍ରକଟ, ମାନେ ହଠାତ୍ ମୁଁ ଶୁଣିବାକୁ ପାଇଲି ଯେ ଗୁରୁ ମହାରାଜ ଆସୁଛନ୍ତି। ନିଶ୍ଚିନ୍ତ କିଛି କିଛି କ୍ୱେଶ୍ଚିନ୍ କରିବି, ଯଦି ପର୍ସନାଲ ନହେଲେ ନାଇଁ କଣ ଗୋଟେ ଗୁରୁ ମହାରାଜ ଜାଣିପାରିବେ କି, ଏମିତି ଭାବୁଥିଲି। ମୁଁ ଯେତେବେଳେ ଏୟାରପୋର୍ଟରେ ଦେଖିଲି ଗୁରୁ ମହାରାଜଙ୍କୁ, ସମସ୍ତେ ଦର୍ଶନ କରୁଥାନ୍ତି, କିନ୍ତୁ ମୋ ମନ ବହୁତ ପ୍ରକାର କ୍ୱେଶ୍ଚିନ୍ ଚାଲିଥାଏ, କିଛି କହିପାରୁନଥାଏ, କିନ୍ତୁ ମୋ ମନରେ ବହୁତ ପ୍ରକାର ଦୁଃଖ ଭରିକି ଥାଏ। ହଠାତ୍ ସବୁ ଭକ୍ତ ମାନେ ଅଛନ୍ତି, କିନ୍ତୁ ମୁଁ ଯାଇପାରିବିନି, ଯେହେତୁ ନାରୀ ଶାସ୍ତ୍ରରେ କୁହା ହେଇଛି ଶୂଦ୍ରଠୁ ହୀନ, ତାଙ୍କ ପାଖକୁ ଆମେ, ସେଇଥିପାଇଁ ବୋଲି ମୁଁ ଟିକେ ପଛୁଆ ଘୁଞ୍ଚିକି ରହୁଥିଲି। ସେଇଠି ଗୁରୁ ମହାରାଜ ସମସ୍ତଙ୍କୁ ମାଳା ପିନ୍ଧଉଥିଲେ। ମୋର ବି ଇଚ୍ଛା ଥିଲା ଗୁରୁ ମହାରାଜଙ୍କୁ ଟିକେ ପାଖକୁ ଯିବି, ମୁଁ ଟିକେ କିଛି କ୍ୱେଶ୍ଚିନ୍ କରିବି,
कि क्वेश्चन जदि न कर परिबे गुरु महाराज मते डाकिबे कि कोन माने एमती भाबुथिले कोन पचारिबे कि हठात माने समस्त माला पिंधुथिले बुलउथिले हठात किना माला आनी कि बेखरे माने फर्स्ट टाइम 2008 मसिया रु 2026 ହେଇଗଲାଣି। हरे कृष्ण हरे कृष्ण। माता जी हरे कृष्ण क्षमा करिवे तो हाँ समय हम टिके देवे प्रभु सारी आमर देवे समय पाबंदी अच्छी तेणु हाँ आपण देखिए समय को कथा टी विश्राम कले भल आज जन अपेक्षा कर आज्ञा तो ସେଇଠି ଗୁରୁ ମହାରାଜ ଯେତେବେଳେ ମାନେ ଇଏ କଲେ ତାପରେ ମତେ ଟିକେ ମୋ ମନ ଇଏ ଲାଗିଲା ହଁ ଗୁରୁ କୃପା ଏଇଟା ହେଇକି ମୋ ମନ ଟିକେ ଶାନ୍ତି ଲାଗିଲା। ତାପରେ ଯୋଉମରେ ମୁଁ ବିଲମଙ୍ଗଳ ପ୍ରଭୁଙ୍କ ସାଥିରେ କଥା ହେଇକି କଣ୍ଟିନ୍ୟୁ ଯୋଉମରେ ଜପ କଲି ଜପ କଲା ପରେ ଏବେ ଗୁରୁ ମହାରାଜଙ୍କ କୃପାରୁ ଠିକରେ ଜପ ଚାଲିଛି। ଏଇଟା ଗୋଟେ ଶିକ୍ଷା ମିଳୁଛି ଯେ ଗୁରୁ ହୃଦୟ ପଢି ପାରନ୍ତି। ଆମେ ସେଇଭଳିଆ ଆମେ ପ୍ରଚାର କରିବା ଗୁରୁଙ୍କର ଯୋଉ କଷ୍ଟଟା ଯୋଉ ତାଙ୍କର ଯୋଉ ପ୍ରଚାର ପ୍ରସାରଟା ଏଇ ସବୁ ଜିନିଷକୁ ଆଖି ରଖିକି ଆମେ ଯଦି ଭଲରେ ପ୍ରଚାର କରିବା ଦୃଢ ଭାବରେ ଆମେ ମାନେ ନିଷ୍ଠା ଭାବରେ ଯଦି ଭକ୍ତି କରିପାରିବା ତ ଗୁରୁ ମହାରାଜ ଖୁସି ହେବେ। ଆଉ ମାନେ ଗୁରୁ ମହାରାଜ ପାଇଁ ମୁଁ ଭଗବାନ ପାଖରେ ଏତିକି ପ୍ରାର୍ଥନା କରିବି ମାନେ ତାଙ୍କର ଦୀର୍ଘାୟୁ ହୁଅନ୍ତୁ। ଆମେ ଥରେ ଗୁରୁ ମହାରାଜଙ୍କ ପାଇଁ ତାଙ୍କର ଶରୀର ସୁସ୍ଥ ରହୁ। ଆମେ ଥରେ ହରିକୃଷ୍ଣ ମହାମନ୍ତ୍ର କରି କ୍ଲାସକୁ ବନ୍ଦ କରିବା। हरे कृष्णा कृष्ण कृष्ण हरे 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 राम 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 हरे हरे। जय शिल प्रभुपाद की जय शिल गुरुदेव की जय। निताय गौर प्रेमानंद। हरे कृष्ण माता जी धन्यवाद प्रणाम। हरे कृष्ण। धन्यवाद माता जी। आपण बहुत सुंदर भाव गुरु महाराज गुणगान कले। गुरु महाराज किपरि भाव समस्त को उत्साहित करती कि आमे केमती बुक डिस्ट्रीब्यूशन करवा। गुरु महाराज सब कहती प्रभुपाद वांटेड टू प्रभुपाद चाहूले कि आमे केमती माने এই शास्त्र को अन्य मान पाखरे वितरण करवा। एटा भी हमर गौड़ीय संप्रदाय जोटा आचार्य त्रय थिले श्यामानंद ठाकुर हमर एवं श्रीनिवास आचार्य श्रीला प्रभुपाद आ गुरुदेव भी जो प्रति गाँ गाँ रे पदयात्रा माध्यम प्रभुपाद आदेश देते तुम्हें प्रसाद डिस्ट्रीब्यूशन कर नाम डिस्ट्रीब्यूशन कर ग्रंथ वितरण कर। आपण गुरु महाराज पर्सनाली आदेश उपदेश पाई आप निश्चिंत भाव प्रसन्न करें। आहरी आप प्रयास करूँ गुरु महाराज निश्चिंत भाव आपंकर सेवा पर प्रसन्न थे। आम समस्ते प्रार्थना करुँगा आहरी गुरु महाराज जो पदयात्रा जेकोसी समय आप सुजोग पाइले गुरु महाराज प्रसन्नता आप आहरी ग्रंथ वितरण करूँ। बहुत बहुत धन्यवाद माता जी। हरे कृष्ण धन्यवाद प्रणाम। बर्तमान आमर अच्छा सरोज प्रभु से नेक्स्ट कहे। सरोज प्रभु आप 9टा पर्यंत कहींपारे कहीं 10 मिनट टाइम ये सरोज प्रभु आमर सी जड़े साइंटिस्ट आउ प्रीवियस डायरेक्टर सिफार जोटा आमर भुवनेश्वर जो आमर इंस्टीट्यूट अच्छी बहुत बड़ वैज्ञानिक केंद्र अच्छी रिसर्च केंद्र। तो प्रभुजी से प्रभुजी फैमिली प्रभुजी परिवार परम पूज्य तांकर दुई भौणी परम पूज्य जयपताका स्वामी महाराज शिष्या से माने तांकर परिवार भक्त परिवार। तेणु आम समस्ते प्रभुजी स्वागत करवा से गुरु महाराज ग्लोरिफिकेशन करने। प्रभुजी बहुत सुंदर गुण है सी एत बड़ पदवी मटेरियल तरफ बहुत पोजिशन रहिले भी से निजक बहुत नम्र भावती। जमी गुरु महाराज आज कहते जमती कि आम प्रताप रुद्र देवराजा कटक राजा सी थे सी जो जगन्नाथ सेवा करुले रथ यात्रा विनम्रता जो चैतन्य महाप्रभु दर्शन देते कृपा करते आलिंगन देते से प्रकार प्रभुजी एत बड़ मटेरियल स्तर में प्रभुजी कटक प्रभुजी बिलंग करती। तेणु सी विनम्रता जो बहुत माने गुरु महाराज सेवा बहुत तत्पर सी सहित जूम रे केबे मिस करते प्रभु और प्रभुजी ये जो विनम्रता गुण निश्चिंत भाव में गुरु एवं गौरांग आशीर्वाद प्राप्त कराऊ। आम समस्ते प्रार्थना करवा एवं प्रभुजी स्वागत करवा सी क्लास रे गुरु महाराज गुणगान करंतु। हरे कृष्ण 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 हरे 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 राम 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 हरे हरे।
यस प्रभु जी बर्तमान आपण कंटिन्यू करि परिबे प्रभु जी आपण ओडिया किंबा हिंदी रे जोटा भी कहि परिबे प्रभु आपण स्लाइड ठीक शेयर करि परिबे आपण पोस्ट बनाई दिउछंती हाँ हरे कृष्ण चतुर्भुज हरे प्रभु प्रभु जी को पोस्ट बनाई परिबे आपण शेयर करिवे से प्रभु हरे कृष्ण प्रभु दंडवत प्रणाम। हरे कृष्ण प्रभु जी हरे कृष्ण प्रभु ଆପଣ ଯଦି କମ୍ଫର୍ଟେବଲ ଭାବୁଛନ୍ତି ହିନ୍ଦୀରେ କହିଲେ ବେଟର ହବ ଆପଣ ହିନ୍ଦୀରେ କହିପାରିବେ। नहीं मु ओडिया रे कहबी कारण हमर भक्त समस्त ओडिया अछंती किछि अच्छा बाहर अछंती अमेरिका रे भी अछंती और समस्त ओडिया ଯଦି ଆଉ ସମସ୍ତେ ଓଡିଆ ବୁଝିପାରିବେ ତାହେଲେ ଓଡିଆରେ କୁହନ୍ତୁ। आज्ञा 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 ଧନ୍ୟବାଦ। मते टिके अनुमति देबे गोटे स्लाइड शेयर करबी चतुर्भुज प्रभु हरे कृष्ण प्रभु जी को को होस्ट बनेले प्रभु जी शेयर करि परिबे आपण होस्ट अछंती तो आपण जदी बनेबे प्रभु जी शेयर करि परिबे प्रभु एबे देखाउछि स्लाइड हाँ देखा प्रभु यस प्रभु प्लीज प्लीज हाँ कंटिन्यू देखाउछि मु खाली टिके स्क्रीन करते देखाला बे हरे यस कृष्ण प्रभु यस प्रभु क्लियर 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 प्रभु हरे कृष्ण मु मो जीवन रे एटा मोर प्रथम कौन से स्पिरिचुअल रे स्पिरिचुअल प्लेटफॉर्म रे प्रथम करी एटा मु कहूची परम पूज्य लोकनाथ स्वामी महाराज कर चरण रे मोर विनम्र अर्पण। ओम अज्ञानतिमिरेस्य ज्ञानांजन शलाशय चक्षुर्ना मिलित ज्ञान तस्मै श्री गुरुवे नमः। वाञ्छा कल्पतरुभ्यश्च कृपा सिन्धुभ्यश्च पतितानां पावनेभ्यो वैष्णवेभ्यो नमो नमः। नमो ओम विष्णुपादाय कृष्णप्रेष्ठाय भूतले श्रीमते भक्तिवेदांत स्वामिनाय इति नामिले। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्ण 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 हरे 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 राम 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 हरे हरे। मोर परम पूज्य लोकनाथ स्वामी महाराज परम पूज्य भक्तिवेदांत स्वामी प्रभुपाद और जगन्नाथ महाप्रभु जगन्नाथ बलभद्र सुभद्रा माता को मोर अशेष अशेष दंडवत प्रणाम एंड तांकर गुरु गौरांक कृपारु भगवान महाप्रभु कृपारु आज मु साहस करुची आपण मानक सामने रे दुई पद कहवा यही गुरु गौरांग विषय रे गुणगान करने मते आपण माने साहस देवे आपण माने क्षमा करदेवे जदि किसी भूल भी थाए। आमे सबुबले कहू जे आम गुरु महाराज श्रील प्रभुपादंकर जड़े जीवंत वार्ता जिते मु परम पूज्य लोकनाथ स्वामी महाराज को जीवन को देखे मो मन रे गोटाई कथा बारंबार आसे से निज जीवन सारा श्रील प्रभुपादंक वाणी को जीवंत कर देइछन्ति। आपण माने समस्ते जानिछन्ति से सबुबले कहती जे श्रील प्रभुपाद का मिशन ही मोर मिशन माने तांकर जहा इच्छा ताले मोर सेया ही इच्छा तार्थ प्रभुपादंकर से एते अनुगामी आ तांकर जो वाक्य पाई से एते अनुगामी से जहा कहती सेटा महाराज कर दियंती आउ से सब बेले कहती श्रील प्रभुपाद का मिशन ही मोर मिशन आउ यही गोटे वाक्य रे गुरु महाराज कर समग्र जीवन दर्शन प्रतिफलित होउछि। आजिकली अनेक निजर परिचय गढ़िया चाहती किंतु आम गुरु महाराज निज परिचय को श्रील प्रभुपादंकर चरण रे समर्पण कर दी। सो यही होछि प्रकृत शिष्यर लक्षण। मु एई सब विषय रे कहया पूर्वरु आज दिनटी मुझे कहया जाए ताले मो पे अत्यंत पवित्र एवं भाव व्यास पूजा अवसर रे मोर परम पूज्य गुरु महाराज कर महिमा कहबार मोर साहस तो नहीं किंतु गुरु को महिमा अनंत तांकर गोटे गुण को मध्य संपूर्ण भाव वर्णना करिया मो परि अयोग्य शिष्य पई संभव नुहे। तथापि आज मु कोनोसी वक्ता भाव रे नुहे कोनोसी
पांडित्य देखेबार नहीं, कौन सी पंडित भाव भी नुहे, बरं जड़े कृतज्ञ शिष्य हिसाब रे मोर हृदय किसी अनुभूति मु गुरु महाराज को चरण रे अर्पण करने चाहूँगी। आगामी किछि दिन मध्य परम पूज्य गुरु महाराज व्यास पूजा महोत्सव पालित होता हबार अच्छी। एंड दुर्भाग्यवशत मत चतुर्भुज प्रभु कही जे आपण आसबे व्यास पूजा रे, इच्छा थिले भी मु व्यास पूजा रे जाई पारुनी। तो तेणु मु विनम्र हृदय रे गुरु महाराज को श्रीचरण रे मोर कृतज्ञता श्रद्धा और भक्ति भरा प्रणाम अर्पण करुछि। आज व्यास पूजार दिन नुहे, किंतु व्यास पूजार ईव रे अर्थ व्यास पूजार अवसर रे आमे परम पूज्य गुरु महाराज को महिमा गुणगान करने आमे एठी एकत्रित होइछे। तांको श्रीचरण रे हमर कृतज्ञता और प्रणाम अर्पण करने पई आमे एठारे समस्त अच्छे। आ पूर्वरु श्रीमती आनुकूल्य माताजी केते सुंदर भाव रे से गुणगान कले। तांकर गुणगान सरल थिला और हृदय स्पर्शी थिला। मझिरे मझिरे तांका आखिरु दुई टोपा लुह भी बारी आसथिला। तेणु तांको मुखरु आमे अनेक प्रेरणादायक कथा शुणिलु, बहुत भावस्पर्शी थिला। मोर कहया पई बेसी किछि नाही, कारण मु जणे वक्ता भी नुहे। जीवन सारा अन्य मानकु मोर चाकरी माध्यम रे अन्य मानकु जहाँ मो क्लास निये मो पाठ विषय रे, तथापि जणे साधारण भक्त भाव रे गुरु महाराज को कृपा रे मो जीवन रो जहाँ किछि अनुभव अछि ताहा मु आपण मानको सब बांटीबी एवं आपण मानको किछि कहिबी। आ मो कथा रे जदि किछि भूल रही थाए ताले मते क्षमा देबे। कौन सी अनुचित शब्द जदि प्रयोग हो जाए ता मध्य मते क्षमा देबे। तेबे उपयुक्त उपस्थित जेते वैष्णव वैष्णवी माने अछंती, मु विनम्रतार सह क्षमा प्रार्थना करुछि। आमे सब बळे भाबु जे व्यास पूजा माने गुरुजींकर सेटा होछि जन्मदिन। किंतु व्यास पूजार अर्थ याठू बहुत अधिक गभीर। मु जहाँ पढ़ी जहाँ शुणी आजिर ये पवित्र व्यास पूजा अवसर रे आमे केवल गुरुंकर व्यक्तिगत प्रशंसा करने एकाठी हुई ना, बरं तांको माध्यम रे प्रवाहित होता श्रील प्रभुपादंकर दिव्य ज्ञान धारा को प्रणाम करने एकत्रित होइछि। प्रकृत गुरु केबे निज पई किछि रखंती नाही, से जहाँ पाइछंती तांको निज गुरुठू पाइछंती, श्रील प्रभुपादंठू पाइछंती। तांको गुरु पुणी तांको गुरुठू पाइछंती। यहीपरि अखंड गुरु परंपरा माध्यम रे भगवान श्रीकृष्णकर दिव्य ज्ञान जुगे जुगे प्रवाहित हुई आज आम पाखे पहुंची श्री लोकनाथ स्वामी महाराज को द्वारा। से व्यास पूजा केवल जड़े व्यक्ति सम्मान दिन नुहे, यह गुरु परंपरा प्रति कृतज्ञता प्रकाश करिवार दिन। यह सही दिव्य ज्ञान धारा को प्रणाम करिवार दिन, जहाँ हमको अज्ञान रु ज्ञान को एवं श्रीकृष्ण का चरण को नहीं जाए। सेतिपई यह गुरु को चरण रे मोर पुनर्बाण समर्पण करिवार दिवस। आम गुरु महाराज कर जीवंत वार्ता मु तो कहली, आउ प्रभुपादंक मिशन होची तांको मिशन। तेणु नेक्स्ट स्लाइड टा कहीं जाऊ नहीं, टिके गोटे मिनिट। हाँ, गुरु महाराज को त्याग विषय कह गले जीवन को देखिले आमे त्यागर प्रकृत अर्थ बुझीपार। त्यागर अर्थ केवल घर छाड़देवा नुहे, त्यागर प्रकृत अर्थ होची निजर सुख सुविधा और स्वार्थ को पछरे रखी श्री चैतन्य महाप्रभु को एवं गुरु को मिशन रे निज को समर्पित करवा। गुरु महाराज केवल आरामदायक जीवन बाछि नाहंती, से सेवा को बाछिछंती, सुविधा को नुहे दायित्व को बाछिछंती। माताजी एबे भी से कहते से केते कष्ट करछंती।
କିନ୍ତୁ ମୋର ଦୁର୍ଭାଗ୍ୟ ଆଜି ପର୍ଯ୍ୟନ୍ତ ମୁଁ ଗୁରୁ ମହାରାଜଙ୍କର ପଦଯାତ୍ରାରେ ସାମିଲ ହେଇପାରିନି। ଅନେକ ବରିଷ୍ଠ ଭକ୍ତ ଅଛନ୍ତି, ସେମାନେ ପଦଯାତ୍ରାରେ ସାମିଲ ହେଇଛନ୍ତି, ତାଙ୍କର ଏକ୍ସପିରିଏନ୍ସ କହୁଛନ୍ତି। କିନ୍ତୁ ଯେଉଁ ସମସ୍ତ ଭକ୍ତ ପଦଯାତ୍ରାରେ ତାଙ୍କ ସହିତ ଚାଲିବାର ସୌଭାଗ୍ୟ ପାଇଛନ୍ତି, ମୁଁ ଜାଣିବା ଭିତରେ ଶୁଣିଛି ଇଷ୍ଟଦେବ ପ୍ରଭୁ, ବେଦାନ୍ତ ଚୈତନ୍ୟ ପ୍ରଭୁ, କୃଷ୍ଣ ଭକ୍ତ ପ୍ରଭୁ, ଦିଲ୍ଲମଙ୍ଗଳ ପ୍ରଭୁ, ଆଉ ପାଣ୍ଡୁ ପ୍ରଭୁ, ଏମାନେ ସମସ୍ତେ, ଆଉ ମାତାଜୀ ଆଜି କହୁଥିଲେ ଯେ ସମସ୍ତେ ସେ ତାଙ୍କର ଅନୁଭବ ତାଙ୍କଠୁ ଶୁଣିଛି। ଆଉ ସେମାନଙ୍କ କଥାରୁ ମୁଁ ଗୋଟିଏ କଥା ବୁଝୁଛି ଯେ ଗୁରୁ ମହାରାଜଙ୍କ ପଦଯାତ୍ରା କେବଳ ଗୋଟିଏ ପଦଯାତ୍ରା ନୁହେଁ, ଏହା କରୁଣାର ଯାତ୍ରା। ଗାଁରୁ ଗାଁ, ସହରରୁ ସହର ସେ ଲୋକମାନେ ଘର ଦ୍ୱାରକୁ ହରିନାମ ଏବଂ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ କୃପା ପହଞ୍ଚେଇଛନ୍ତି। ସେଇ ଯୋଉ ଗାଁରୁ ଗାଁ ଆଉ ସହରରୁ ସହର ଯୋଉ ପଦଯାତ୍ରା କରାହଉଛି, ତା ଦେହରେ ଗୋଟିଏ କେବଳ ହରିନାମ ସଂକୀର୍ତ୍ତନ କରାହୁଏ ଏବଂ ହରିନାମ ସଂକୀର୍ତ୍ତନକୁ ଗାଁ ଗାଁରେ ପହଞ୍ଚେଇ ଦିଆଯାଏ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ହଜାର ହଜାର କିଲୋମିଟର ପଦବ୍ରଜରେ ଚାଲିବା ବେଳେ ଶାରୀରିକ ପରିଶ୍ରମ ନୁହେଁ, ଏହା ପ୍ରତ୍ୟେକ ଜୀବ ପ୍ରତି ଅସୀମ କରୁଣା ଓ ଗୁରୁ ଆଜ୍ଞା ପ୍ରତି ଅଟଳ ନିଷ୍ଠାର ଜୀବନ୍ତ ପ୍ରମାଣ। ଏହି ପଦଯାତ୍ରା ଆମକୁ ଶିଖାଏ ଯେ ଭକ୍ତି କେବଳ ମନ୍ଦିର ଭିତରେ ସୀମିତ ନୁହେଁ, ଭକ୍ତି ହେଉଛି ଘରେ ଘରେ ଶ୍ରୀକୃଷ୍ଣଙ୍କ ନାମ ଓ କୃପାକୁ ପହଞ୍ଚେଇବା। ପଦଯାତ୍ରାରେ 4 ଲକ୍ଷ କିଲୋମିଟରରୁ ଅଧିକ ଅତିକ୍ରମ କରିଛି ପଦଯାତ୍ରା। ଆଗରୁ ପ୍ରଭୁଜୀ ମାନେ କହିଛନ୍ତି, ମହାରାଜ ବି କୁହନ୍ତି ଯେ 4 ଲକ୍ଷ କିଲୋମିଟର ଅଧିକ ପରିକ୍ରମା ସେ କରିସାରିଲେଣି ଏବଂ 160ରୁ ଅଧିକ ଦେଶରେ ଏଇ ହରିନାମ ସଂକୀର୍ତ୍ତନ ପହଞ୍ଚେଇ ସାରିଲେଣି। ପହଞ୍ଚିବା ପାଇଁ ସେ ନିଜ ନିଜର ଜୀବନକୁ ସମର୍ପିତ କରିଛନ୍ତି। ତାଙ୍କର ଏଇ ପଦଯାତ୍ରା ଆମକୁ ଶିଖାଏ ପ୍ରକୃତ ପ୍ରଚାର କେବଳ ବକ୍ତୃତାରେ ନୁହେଁ, ତ୍ୟାଗ, ସହନଶୀଳତା, କରୁଣା ଏବଂ ଗୁରୁ ଆଜ୍ଞା ପାଳନରେ ତାହାର ସାର୍ଥକ୍ୟତା ରହିଛି। ସେଥିପାଇଁ ଗୁରୁ ମହାରାଜଙ୍କର ପଦଯାତ୍ରା ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଭକ୍ତି, ତ୍ୟାଗ ଓ ପ୍ରେମର ଜୀବନ୍ତ ପ୍ରେରଣା। ଏବଂ ସେ ସମସ୍ତଙ୍କୁ ଭଲ ପାଇ କୁହନ୍ତି, ହରେ କୃଷ୍ଣ କୁହନ୍ତୁ, ଆପଣଙ୍କ ଜୀବନ ସଫଳ ହେବ। କୋଉଠି ଦେଖିଥିଲି, ଶୁଣିଥିଲି ବା ପଢିଥିଲି, ଏଇ ଗୋଟିଏ ବାକ୍ୟରେ ଗୁରୁ ମହାରାଜଙ୍କର କରୁଣା, ତାଙ୍କର ପ୍ରଚାର ଭାବନା ଓ ସମଗ୍ର ଜୀବନ ଦର୍ଶନର ପ୍ରତିଫଳିତ ହେଉଛି। ତୀବ୍ର ଖରା, ବର୍ଷା, କଠିନ ଶୀତ, ଦୀର୍ଘ ପଥ କିଛି ବି ତାଙ୍କୁ ଅଟକାଇ ପାରେ ନାହିଁ। ସେ ଦେଖାଇଛନ୍ତି ଯେ ପ୍ରଚାର କେବଳ ମଞ୍ଚରେ ଦଣ୍ଡାୟମାନ ହୋଇ ଭାଷଣ ଦେବା ନୁହେଁ, ପ୍ରଚାର ହେଉଛି ଲୋକଙ୍କ ପାଖକୁ ଯିବା, ସେମାନଙ୍କ ହୃଦୟକୁ ଛୁଇଁବା ଏବଂ ହରିନାମ ସହିତ ଯୋଡ଼ିଦେବା। ସେଥିପାଇଁ ମୁଁ ଭାବେ ଗୁରୁ ମହାରାଜଙ୍କର ପଦଯାତ୍ରା କେବଳ ଆମର ଚାଲିବାର ଇତିହାସ ନୁହେଁ, ଏହା ଏକ କରୁଣାର ଇତିହାସ। ଗୁରୁ ମହାରାଜଙ୍କ ଗୁଣଗାନ କରିବାର ମୋର ତ ନାହିଁ ସେତିକି ସାମର୍ଥ୍ୟ, କିନ୍ତୁ ଗୁରୁ ମହାରାଜଙ୍କ ଜୀବନରେ ଅନେକ ମହାନ ଗୁଣ ଅଛି। ସେଗୁଡାକ ମଧ୍ୟରୁ ସବୁ କହିବା ମୋ ପାଖରେ ସମ୍ଭବ ନୁହେଁ, କିନ୍ତୁ କିଛି ଗୁଣ ଅଛି ଯାହା ମୋ ହୃଦୟକୁ ସବୁଠାରୁ ଅଧିକ ସ୍ପର୍ଶ କରିଛି। ଗୁରୁ ମହାରାଜଙ୍କର ନମ୍ରତା, ମୋ ମତରେ ଗୁରୁ ମହାରାଜଙ୍କ ସବୁଠୁ ବଡ ଅଳଙ୍କାର ହେଉଛି ତାଙ୍କର ନମ୍ରତା। ଆଜିର ସମାଜରେ ଆମେ ଦେଖୁଛୁ ଯେ ମଣିଷ ସମ୍ମାନ ଚାହେଁ, ପ୍ରଶଂସା ଚାହେଁ, ନିଜର ପରିଚୟ ଚାହେଁ, କିନ୍ତୁ ଆମ ଗୁରୁ ମହାରାଜଙ୍କର ଜୀବନ ସମ୍ପୂର୍ଣ୍ଣ ଭିନ୍ନ। ଏତେ ଲକ୍ଷ ଲକ୍ଷ ଶିଷ୍ୟ, ପୃଥିବୀର ବିଭିନ୍ନ ଦେଶରେ ଅସଂଖ୍ୟ ଭକ୍ତ, ଅଗଣିତ ଲୋକଙ୍କର ଶ୍ରଦ୍ଧା ଓ ପ୍ରେମ ଏସବୁ ଥିଲେ ମଧ୍ୟ ସେ କେବେ ନିଜକୁ ବଡ ବୋଲି ଭାବନ୍ତି ନାହିଁ। ସେ ସବୁବେଳେ ନିଜକୁ ଶ୍ରୀଲ ପ୍ରଭୁପାଦଙ୍କର ଦାସ ବୋଲି ପରିଚୟ ଦିଅନ୍ତି। ଏହା ହିଁ ଆମ ପାଇଁ ସବୁଠାରୁ ବଡ ଶିକ୍ଷା। ଯେତେ ବଡ ସେବା କରିବୁ ସେତେ ଅଧିକ ନମ୍ର ହେବା ଦରକାର। କୁହାଯାଏ ଶ୍ରୀ ଚୈତନ୍ୟ ମହାପ୍ରଭୁ ମଧ୍ୟ ଆମକୁ ଏଇ ଶିକ୍ଷା ଦେଇଛନ୍ତି, ଯୋଉଟା କି ମାତାଜୀ ଏବେ କହୁଥିଲେ, ତୃଣାଦପି ସୁନିଚେନ ତରୋରପି ସହିଷ୍ଣୁନା। ଗୁରୁ ମହାରାଜ ଏଇ ଶ୍ଲୋକକୁ କେବଳ ଶିଖାନ୍ତିନି, ନିଜ ଜୀବନରେ ମଧ୍ୟ ପାଳନ କରନ୍ତି। ହରିନାମ ହେଉଛି ତାଙ୍କ ଜୀବନର କେନ୍ଦ୍ର, ଆଉ ହରିନାମ ସଂକୀର୍ତ୍ତନ ହେଉଛି କଳି ଯୁଗରେ ପରମ ଧର୍ମ। ଏହା ଦ୍ୱାରା ମନୁଷ୍ୟ ଜୀବନ ସଫଳ ହୁଏ। ତେଣୁ ଗୁରୁ ମହାରାଜ ଆମର ପ୍ରେରଣା, ଆଉ ଗୁରୁ ମହାରାଜ, ଶ୍ରୀଲ ପ୍ରଭୁପାଦ ଏସବୁଙ୍କର ଯୋଉ ଅବଦାନ ଅଛି ସେକୁ ଜୀବନରେ କେବେ ଭୁଲି ହେବ ନାହିଁ। ଆଉ ସବୁଠୁ ବଡ କଥା ହେଲା ଡେଲି ଯୋଉଟା ଜୁମ୍ ଜପ ହୁଏ, ମୁଁ ଭାବେ ଯେ ଗୁରୁ ମହାରାଜ
ଏତେ ବ୍ୟସ୍ତତା ମଧ୍ୟରେ ଆଜି ଏଠି କାଲି ସେଠି ତଥାପି ସେ ସମୟରେ ଠିକ ସମୟରେ ଆସି ଜୁମ୍ ଜପରେ ବସି ପଡନ୍ତି। ତାଙ୍କର ଏଇ ଯୋଉ ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ କେବେ ହରିନାମ ସହିତ ସମଝୋତା କରିନାହାନ୍ତି। ହରିନାମ ନିଶ୍ଚୟ ହବ। ତାଙ୍କର ସ୍ପଷ୍ଟ ବାର୍ତ୍ତା ହଉଛି ପ୍ରଥମେ ଜପ ପରେ ବାକି ସବୁ କାମ। ଏଇ କଥାଟି ମତେ ବହୁତ ପ୍ରେରଣା ଦେଇଛି। ପୃଥିବୀର ବିଭିନ୍ନ ସ୍ଥାନରେ ଥିବା ହଜାର ହଜାର ଭକ୍ତଙ୍କୁ ସେ ପ୍ରତିଦିନ ଏକାଠି ହୋଇ ହରିନାମ ଜପ କରିବା ପାଇଁ ପ୍ରେରଣା ଦେଇଛନ୍ତି। ଗୁରୁ ମହାରାଜଙ୍କ ଜୀବନରୁ ମୁଁ ଯାହା ସବୁଠାରୁ ବଡ ଶିକ୍ଷା ପାଇଛି ତାହା ହେଉଛି ହରିନାମ ପ୍ରତି ଦୃଢ ନିଷ୍ଠା। ସେଇ କାରଣରୁ ମୁଁ ପ୍ରତିଦିନ ଗୁରୁ ମହାରାଜଙ୍କ ସହିତ ଜୁମ୍ ଜପରେ ବସିବାର ଅଭ୍ୟାସ କରିଛି। ତାଙ୍କର ସଙ୍ଗ ଓ ପ୍ରେରଣା ମୋର ଜପକୁ ଅଧିକ ନିୟମିତ ଓ ଅଧିକ ଆନ୍ତରିକ କରିବାରେ ସାହାଯ୍ୟ କରିଛି। ଏହାକୁ ମୁଁ ମୋ ଜୀବନରେ ଏକ ଅମୂଲ୍ୟ କୃପା ବୋଲି ଭାବେ। ଆଉ ଗୋଟେ କଥା କହିବି ଯେ ଦୃଢ ସଂକଳ୍ପ ଥିଲେ କୌଣସି କାମ ଅସମ୍ଭବ ନୁହେଁ। ନଥିଂ ଇମ୍ପସିବଲ ଇନ୍ ଦିସ୍ ୱାର୍ଲଡ। ଏ ପୃଥିବୀରେ ଏମିତି କୌଣସି କାମ ନାହିଁ ଯୋଉଟା କି ଅସମ୍ଭବ। ଆମର ସେତିକି लगन ଦରକାର, ଆମର ସେତିକି ଦୃଢ ବିଶ୍ୱାସ ଦରକାର, ତ ଆମେ ସେଟାକୁ ନିଶ୍ଚୟ କରିପାରିବା। ତ କିନ୍ତୁ ଗୁରୁ ମହାରାଜ ସବୁବେଳେ ଶିଖାନ୍ତି ଯେ ସମୟ ମିଳିବାର ଅପେକ୍ଷା କରନି, ହରିନାମ ପାଇଁ ସମୟ ବାହାର କର। ଆମେ ଅନେକ ସମୟ ବିଭିନ୍ନ ବାହାନା କରିଥାଉ ଯେ ଆଜି ଟାଇମ ହେଲାନି, କାଲି ବହୁତ କାମ ଥିଲା, ଆଜି ଜପ କରିପାରିଲିନି, କାଲିଠୁ ନିଶ୍ଚୟ କରିବି, ଏମିତି ଅନେକ କଥା। କିନ୍ତୁ ଏସବୁ ବାହାନା। ପ୍ରକୃତ ସମସ୍ୟା ସମୟର ଅଭାବ ନୁହେଁ, ସଂକଳ୍ପର ଅଭାବ। ଇଚ୍ଛା ଶକ୍ତି ଦୃଢ ଥିଲେ এই ପୃଥିବୀରେ ଅସମ୍ଭବ ବୋଲି କିଛି ନାହିଁ, ଯୋଉଟାକି ମୁଁ ଆଗରୁ କହିଲି। ସେଥିପାଇଁ ପ୍ରଥମେ ଆମର ମନୋବଳ ଓ ସଂକଳ୍ପକୁ ଦୃଢ କରିବା ଆବଶ୍ୟକ। ଆପଣମାନେ ସମସ୍ତେ ଜାଣିଥିବେ ଯେ এই যে জুম জপ মেডিটেশন ওয়ার্ল্ড গ্রিনিজ বুক অফ ওয়ার্ল্ড রেকর্ডে স্থান পাইছে। তো এটা হিস্টোরিকাল স্পিরিচুয়াল আচিভমেন্ট। ତେଣୁ ଏଇ ଯୋଉ ଗୁରୁ ମହାରାଜଙ୍କର ଏଇ ଯୋଉ ଜୁମ୍ ଜପରେ ଏତେ ଭକ୍ତ ପୃଥିବୀର ବିଭିନ୍ନ କୋଣ ଅନୁକୋଣରୁ ଜଏନ୍ କରୁଛନ୍ତି ଏବଂ ତାଙ୍କ ସମୟ ସହିତ ସେ ଆଡଜଷ୍ଟ କରି ଜପ କରୁଛନ୍ତି। ତେଣୁ ଏଇଟା ଗୋଟେ ବହୁତ, ମୁଁ କହିବି ଇଟ୍ସ ଏ ମିରାକଲ। ଗୁରୁ ଗୌରାଙ୍ଗଙ୍କ ପାଇଁ କୌଣସି ମିରାକଲ ଅସମ୍ଭବ ନୁହେଁ, ସେ ସବୁ କରିପାରିବେ। କିନ୍ତୁ ଯାହା ବି ହଉ এই ଜପ ମେଡିଟେସନରେ ଗୋଟାଏ ପ୍ରକୃତ ସମୟରେ ନିର୍ଦ୍ଦିଷ୍ଟ ସମୟରେ ଆସି ଜପ କରିବା ଆଉ ଗୁରୁ ମହାରାଜଙ୍କ ସଙ୍ଗ ସାନିଧ୍ୟ ପାଇବା ଏଇଟା ବହୁତ ରେୟାର। ତେଣୁ ଏଇଟା ଗୋଟେ ବହୁତ ଭଲ କଥା। ଆଉ ସେଇ ଫଟୋଟା ମଧ୍ୟ ମୁଁ ସେୟାର କରୁଛି ଆପଣମାନଙ୍କୁ। ଅବଶ୍ୟ ଏସବୁ ଫଟୋ ମୁଁ ଇଣ୍ଟରନେଟ ଆଉ ଏଆଇ ମାଧ୍ୟମରେ ପାଇଛି। ଆପଣମାନେ ମତେ କ୍ଷମା କରିବେ ଯଦି ଏଆଇ ମାଧ୍ୟମରେ କିଛି ଫଟୋରେ ଏଡିଟିଂ ହେଇଯାଇଥାଏ ବା ଲେଖାରେ କିଛି କୌଣସି ଏଡିଟିଂ ହେଇଯାଇଥାଏ, ସେଥିପାଇଁ ମତେ କ୍ଷମା କରିବେ। এই ସୁନ୍ଦର ଫଟୋଟି ଦେଖିଲେ ଗୁରୁ ମହାରାଜଙ୍କର ଏଇ ଯୋଉ ସାର୍ଟିଫିକେଟ ଧରିଛନ୍ତି ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ, ତେଣୁ ମନ ଗର୍ବରେ ଫୁଲିଯାଏ। ଗୋଟେ ପ୍ରଶ୍ନ ମନରେ ଆସେ, କାହିଁକି ପୃଥିବୀର ବିଭିନ୍ନ ଦେଶର ଲକ୍ଷ ଲକ୍ଷ ଭକ୍ତ ପରମ ପୂଜ୍ୟ ଲୋକନାଥ ସ୍ୱାମୀ ମହାରାଜକୁ ଏତେ ଭଲ ପାଆନ୍ତି? ଏହାର ଉତ୍ତର କେବଳ ଏତିକି ନୁହେଁ ଯେ ସେ ଜଣେ ସନ୍ନ୍ୟାସୀ, ଜଣେ ଗୁରୁ କିମ୍ବା ଜଣେ ପ୍ରସିଦ୍ଧ ପ୍ରଚାରକ। ମୋର ଅନୁଭବରେ ଭକ୍ତମାନେ ତାଙ୍କୁ ଭଲ ପାଆନ୍ତି କାରଣ ସେ ଭଲ ପାଇବା ଶିଖାନ୍ତି ନାହିଁ, ସେ ନିଜେ ଭଲ ପାଆନ୍ତି। ଆଉ ଏଇ ପ୍ରେମ ହିଁ ଭକ୍ତମାନଙ୍କର ହୃଦୟକୁ ସ୍ପର୍ଶ କରେ। ଆମେ ସାଧାରଣତଃ ଲୋକଙ୍କୁ ତାଙ୍କର ଜ୍ଞାନ, ପ୍ରତିଭା କିମ୍ବା ପଦବୀ ପାଇଁ ସମ୍ମାନ କରିଥାଉ, କିନ୍ତୁ ଗୁରୁ ମହାରାଜଙ୍କ କ୍ଷେତ୍ରରେ କଥାଟି ଟିକେ ସମ୍ପୂର୍ଣ୍ଣ ଭିନ୍ନ। ତାଙ୍କ ପାଖକୁ ଯାଇଥିବା ଜଣେ ଭକ୍ତ ଅନୁଭବ କରନ୍ତି ଯେ ଗୁରୁ ମହାରାଜ ମତେ କୃଷ୍ଣଙ୍କ ନିକଟକୁ ନେବାକୁ ଚାହୁଁଛନ୍ତି, ନିଜ ପାଖକୁ ନୁହେଁ। ଏହା ହିଁ ପ୍ରକୃତ ଗୁରୁଙ୍କ ଲକ୍ଷଣ। ଆପଣମାନେ ସମସ୍ତେ ଏଇଟା ରିଏଲାଇଜ କରିଥିବେ। ତ ପରମ ପୂଜ୍ୟ ଲୋକନାଥ ସ୍ୱାମୀ ମହାରାଜ ସେ ଶ୍ରୀଲ ପ୍ରଭୁପାଦଙ୍କୁ ଭଲ ପାଆନ୍ତି। ମୁଁ ଆଗରୁ କହିଛି ଆପଣଙ୍କୁ, ସେ ତାଙ୍କୁ ଜୀବନରୁ ଅଧିକା ଭଲ ପାଆନ୍ତି ଏବଂ ସେ ଯାହା ଯାହା କୁହନ୍ତି ସେ ତାକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି। ସେ ହଉଛି ଗୁରୁଙ୍କର ଜଣେ ଗୁରୁଙ୍କର ମାନେ କଣ କୁହାଯିବ ଆଶୀର୍ବାଦ। ସେ ପବିତ୍ର ହରିନାମକୁ ନିଜ ପ୍ରାଣ ଠାରୁ ମଧ୍ୟ ଅଧିକ ଭଲ ପାଆନ୍ତି। ସେ ଭଗବାନଙ୍କର ସମସ୍ତ ପବିତ୍ର ଧାମକୁ ଭଲ ପାଆନ୍ତି। ଯେ ଇଷ୍ଟଦେବ ପ୍ରଭୁ କହୁଥିଲେ, ଏବେ ଆଉ ଜଣେ ପ୍ରଭୁ କହୁଥିଲେ ଯେ ସେ ସମସ୍ତ ଧାମକୁ ଭଲ ପାଆନ୍ତି। ପଣ୍ଡରପୁର ଧାମ ହଉ, ଜଗନ୍ନାଥ ଧାମ ହଉ ବା ମାୟାପୁର ଧାମ ହଉ ବା ବୃନ୍ଦାବନ ଧାମ, ସେ ପଦଯାତ୍ରାକୁ କେବଳ ଏହା ଏକ ଯାତ୍ରା ବୋଲି ଭାବି ନାହାନ୍ତି, ମହାପ୍ରଭୁଙ୍କ କରୁଣା ବିତରଣର ଏକ ମାଧ୍ୟମ ଭାବରେ ସେ ଭଲ ପାଆନ୍ତି। ସେ ବୈଷ୍ଣବମାନଙ୍କୁ ଭଲ ପାଆନ୍ତି
ଏବଂ ସବୁଠାରୁ ବଡ଼ କଥା ହେଲା ସେ ପ୍ରତ୍ୟେକ ଜୀବମାନଙ୍କୁ ମହାପ୍ରଭୁଙ୍କ ସେବାରେ ଯୋଡ଼ିବାକୁ ଚାହାନ୍ତି। ମୁଁ ଗୁରୁ ମହାରାଜଙ୍କ ଜୀବନରେ ଆଉ ଗୋଟେ ବିଶେଷ ଗୁଣ ଦେଖେ ଯେ ସେ କେବେ ନିଜକୁ କେନ୍ଦ୍ରରେ ରଖନ୍ତିନି, ସବୁବେଳେ ଶିବ ପ୍ରଭୁପାଦଙ୍କୁ କେନ୍ଦ୍ରରେ ରଖନ୍ତି। ତାଙ୍କର ପ୍ରତ୍ୟେକ କଥା, ପ୍ରତ୍ୟେକ ସେବା, ପ୍ରତ୍ୟେକ ସଂକଳ୍ପରେ ଆମେ ଶ୍ରୀଲ ପ୍ରଭୁପାଦଙ୍କ ଛାପ ଦେଖିଥାଉ। ଏହି କାରଣରୁ ଭକ୍ତମାନେ ତାଙ୍କୁ କେବଳ ଜଣେ ଆଧ୍ୟାତ୍ମିକ ଶିକ୍ଷକ ଭାବରେ ଦେଖନ୍ତି ନାହିଁ, ବରଂ ଶ୍ରୀଲ ପ୍ରଭୁପାଦଙ୍କର ଆଦର୍ଶର ଜୀବନ୍ତ ପ୍ରତିନିଧି ଭାବରେ ଅନୁଭବ କରନ୍ତି। ସେଥିପାଇଁ ମୋର ମନ ହୁଏ ଯେ ଲକ୍ଷ ଲକ୍ଷ ଭକ୍ତ ଗୁରୁ ମହାରାଜଙ୍କ ତାଙ୍କର ମହାନତା ପାଇଁ ନୁହେଁ, ବରଂ ତାଙ୍କର ନମ୍ରତା, ନିଷ୍କପଟତା, ସେବା ଭାବ ଓ ଶ୍ରୀଲ ପ୍ରଭୁପାଦଙ୍କ ପ୍ରତି ଅନନ୍ୟ ପ୍ରେମ ପାଇଁ ଭଲ ପାଆନ୍ତି। ସେ ଅକଳନୀୟ କଷ୍ଟ ସହି ପଦଯାତ୍ରା କରିଛନ୍ତି, ଆପଣମାନେ ସମସ୍ତେ ଜାଣିଛନ୍ତି। ସେଇ ତ୍ୟାଗ ଓ ପରିଶ୍ରମ ବଳରେ ସେ ଗାଁରୁ ଗାଁ ହରିନାମର ପ୍ରଚାର କରିଛନ୍ତି। ସେଥିପାଇଁ ତାଙ୍କ ଜୀବନ ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେଇଯାଇଛି। ତାଙ୍କର ଯୋଉ ଅଗାଧ ପ୍ରେମ, ଯୋଉ ଆମର ଯୋଉଟା କହିଲି ଯେ 4 ଧାମ ପାଇଁ ତାଙ୍କର ଯୋଉ ପ୍ରେମ, ବୃନ୍ଦାବନ, ମାୟାପୁର, ଶ୍ରୀକ୍ଷେତ୍ର, ପୁରୀ ଏବଂ ପଣ୍ଡରପୁର ସବୁ ଧାମକୁ ସେ ଭଲ ପାଆନ୍ତି। ସେ କେବଳ ଧାମ ଗୁଡ଼ିକ ଦର୍ଶନ କରନ୍ତିନି, ବରଂ ସେମାନଙ୍କର ମହିମାକୁ ଭକ୍ତମାନଙ୍କ ଜୀବନରେ ସ୍ଥାପିତ କରିବା ପାଇଁ ସଦା ପ୍ରେରଣା ଦିଅନ୍ତି। ଗୁରୁ ମହାରାଜଙ୍କର ବୃନ୍ଦାବନ ପ୍ରତି ଯୋଉ ଧାମ ପ୍ରତି ଯୋଉ ପ୍ରେମ, ତାହା ଅତୁଳନୀୟ। ସେ ବୃନ୍ଦାବନକୁ କେବଳ ଗୋଟେ ସ୍ଥାନ ଭାବରେ ଦେଖନ୍ତି ନାହିଁ, ସେ ଏହାକୁ ଶ୍ରୀ ଶ୍ରୀ ରାଧା ଶ୍ୟାମ ସୁନ୍ଦରଙ୍କର ଲୀଳାଭୂମି ଭାବରେ ଦେଖନ୍ତି। ଧାମର ସେବା, ପରିଷ୍କାର ରଖିବା, ସୁରକ୍ଷା ଏବଂ ଏସବୁ ବିଷୟରେ ତାଙ୍କର ଆନ୍ତରିକତା ଆମକୁ ଶିଖାଏ ଯେ ଭକ୍ତି କେବଳ ମନ୍ଦିର ଭିତରେ ସୀମିତ ନୁହେଁ, ଧାମର ସେବା ମଧ୍ୟ ଭକ୍ତିର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଂଶ। କୁହନ୍ତି ଧାମ ସେବା ହିଁ ପ୍ରକୃତରେ ପରମ ସେବା। ତେଣୁ ଗୁରୁ ମହାରାଜଙ୍କ ଠାରୁ ଆମେ କଣ ଶିଖିଛୁ, କଣ ଶିଖୁଛୁ? ତ ଆମେ ସମସ୍ତେ ଜାଣୁଛୁ ଯେ ଗୁରୁ ମହାରାଜ ଆମକୁ କଣ ଶିଖାନ୍ତି। ସେ କେବଳ ଦୀକ୍ଷା ଦିଅନ୍ତି ନାହିଁ, ସେ ଜୀବନର ବଞ୍ଚିବାର ପଦ୍ଧତି ଶିଖାନ୍ତି। ସେ ଆମକୁ ଶିଖାନ୍ତି ପ୍ରତିଦିନ ନିଷ୍ଠାର ସହିତ ହରିନାମ ଜପ କର, ଶ୍ରୀଲ ପ୍ରଭୁପାଦଙ୍କର ପୁସ୍ତକ ପଢ, ବୈଷ୍ଣବ ସେବା କର, ନମ୍ର ରୁହ, ନିଜ ସୁଖ ପାଇଁ ନୁହେଁ ମହାପ୍ରଭୁଙ୍କ ସନ୍ତୋଷ ପାଇଁ କାମ କର, ଯେଉଁଠି ସୁଯୋଗ ମିଳେ ହରିନାମର ପ୍ରଚାର କର। ଏଇ ଶିକ୍ଷା ଯୋଉଟା ମୁଁ କହିଲି ଆମ ପରିବାରରେ, ଆମ କର୍ମକ୍ଷେତ୍ରରେ, ସମାଜରେ ସବୁଠି ଏହାକୁ ପାଳନ କରିବା ଦରକାର। ହରିନାମ ହିଁ ଜୀବନ, ହରିନାମ ହିଁ ଲକ୍ଷ୍ୟ। ମୋର ଗୋଟେ ଛୋଟ ଅନୁଭୂତି ମୁଁ ଆପଣଙ୍କ ସହିତ ସେୟାର କରିବାକୁ ଚାହୁଁଛି ଯେ ଗୁରୁ ମହାରାଜଙ୍କର ଶିକ୍ଷାକୁ ମୁଁ ମୋ ଜୀବନରେ ଯେତେ ଦୂର ସମ୍ଭବ ପାଳନ କରିବାକୁ ଚେଷ୍ଟା କରିଛି। ମୋ କର୍ମ ଜୀବନରେ ଯେତେବେଳେ ଗରିବ ଲୋକମାନଙ୍କ ପାଇଁ ଆମେ ଲାଇଭଲିହୁଡ ପ୍ରୋଗ୍ରାମରେ ଗାଁ ଗାଁକୁ ଯାଉ ଏବଂ ଲୋକମାନଙ୍କର ସେବା ପାଇଁ, ତାଙ୍କର ଇନକମ୍ କରିବା ପାଇଁ ଆମେ ଚେଷ୍ଟା କରୁ ଆମର ପାଠ ଭିତରେ, ଆଉ ତାଙ୍କର ଆର୍ଥିକ ଉନ୍ନତି କଥା ଭାବୁ, ସେତେବେଳେ ଆମେ ସେଇ ପ୍ରକୃତ ଆର୍ଥିକ ଉନ୍ନତି କଥା ଭାବୁନଥିଲୁ। କାରଣ ସୁଯୋଗ ମିଳିଲେ ଆମେ ହରିନାମର ମହିମା ବି କହିଦଉଥିଲୁ, ଶ୍ରୀମଦ୍ ଭଗବତ ଗୀତା ଉପହାର ଦେଇ ଦଉଥିଲୁ, ଜପମାଳା ଦେଇ ଦଉଥିଲୁ ଏବଂ ଜପ କେମିତି କରିବ କହିଦଉଥିଲୁ। ମଣିଷର ପ୍ରକୃତ କଲ୍ୟାଣ କେବଳ ଆର୍ଥିକ ଉନ୍ନତିରେ ନୁହେଁ, ଭଗବାନଙ୍କର ସ୍ମରଣରେ ଅଛି। ମୁଁ ଏହାକୁ କୌଣସି ସଫଳତା କହୁନାହିଁ ଯେ ମୁଁ ଏତେ ବଡ଼ କାମ କରିଦେଇଛି, ଏଇଟା ବହୁତ ଛୋଟ କାମ। ଏହା ଗୁରୁ ମହାରାଜଙ୍କ ଶିକ୍ଷାରୁ ମୋ ଜୀବନର ସାମାନ୍ୟ ପାଳନ କରିବାର ଏକ ଛୋଟ ପ୍ରୟାସ ମାତ୍ର। ଆମେ ଯେଉଁ କାମ କରୁ ସେଇ କାମର କେନ୍ଦ୍ରରେ କୃଷ୍ଣ ଏବଂ ହରିନାମ ରୁହନ୍ତି, ତେବେ ସେଇ କାମ ପ୍ରକୃତ ଅର୍ଥରେ ସେବାରେ ପରିଣତ ହେଇଯାଏ। ଏଇଟା ଗୁରୁ ମହାରାଜ ହିଁ କହିଛନ୍ତି। ତ ଏହା ଆମେ ଗୁରୁ ମହାରାଜଙ୍କ ଜୀବନରୁ ଶିଖିଛି। ଆଉ ମୋ ଜୀବନରେ ଗୁରୁ ମହାରାଜଙ୍କର ଅଶେଷ କୃପା ଅଛି। ଏବେ ମୁଁ ମୋ ଜୀବନର କିଛି ଅନୁଭୂତି ଆପଣମାନଙ୍କ ସହିତ ସେୟାର କରିବାକୁ ଚାହୁଁଛି ଯେ ଏହା କୌଣସି ବ୍ୟକ୍ତିଗତ କଥା ନୁହେଁ, ଏହା ମୋ ଜୀବନରେ ଗୁରୁ ମହାରାଜଙ୍କ କୃପାର ଏକ ଛୋଟ ଅନୁଭବ। ମୋର ବୈଜ୍ଞାନିକ ଜୀବନରେ ମୁଁ ସବୁବେଳେ ଗୋଟେ କଥା ମନେ ରଖିବାକୁ ଚେଷ୍ଟା କରିଥିଲି, ମୋ ପ୍ରତ୍ୟେକ କାର୍ଯ୍ୟର କେନ୍ଦ୍ରରେ ଭଗବାନ କୃଷ୍ଣ ରହିବେ। ତାଙ୍କ କୃପାରୁ ମୁଁ ସକାରାତ୍ମକ ଭାବରେ କାମ କରିବାର ସୁଯୋଗ ପାଇଥିଲି। ମୋ ଜୀବନରେ କୌଣସି କାମରେ ସଫଳତା ମିଳିଲେ ମୁଁ କେବେ ତାଙ୍କର ଶ୍ରେୟ ନିଜକୁ ଦେବାକୁ ଚାହୁଁନଥିଲି। ମନେ ମନେ ସର୍ବଦା କୃଷ୍ଣ ଭଗବାନଙ୍କୁ ଧନ୍ୟବାଦ ଜଣାଉଥିଲି ଏବଂ ଭାବୁଥିଲି ଏସବୁ ତାଙ୍କରି କୃପା। ଆଜି ମୁଁ ଏଥିରେ ଆଉ ଗୋଟିଏ କଥା ଯୋଗ କରିବାକୁ ଚାହୁଁଛି ଯେ ଏସବୁ ମୋର ଗୁରୁଦେବଙ୍କର କୃପା। ଆଜି ମଧ୍ୟ ମୋର ମନେ ଅଛି, ଆପଣମାନଙ୍କ ସମ୍ମୁଖରେ ଅଛନ୍ତି ମୋର ଜଣେ ପୂର୍ବତନ ଛାତ୍ର ସିଂହଗ୍ରୀବ ପ୍ରଭୁ। ସର୍ବପ୍ରଥମେ ସେ ମତେ ଗୁରୁ ମହାରାଜଙ୍କ ବିଷୟରେ କହିଥିଲେ। ତାଙ୍କ ମାଧ୍ୟମରେ ମୋର ଅନେକ ଆଗ୍ରହ ସୃଷ୍ଟି ହେଲା, କାରଣ ମୁଁ ସେତେବେଳେ
ଚାକିରିରେ ଥିଲି ଏବଂ ମୋ ଚାକିରି ଭିତରେ ମୁଁ ବ୍ୟସ୍ତ ଥିଲି, କିନ୍ତୁ ସେ ମତେ ବୁଝେଇକି କହିଲେ ଯେ ହଉଛନ୍ତି ଆମର ଲୋକନାଥ ସ୍ୱାମୀ ମହାରାଜ, ସକାଳୁ ସକାଳୁ ଜୁମ୍ ଜପ କରୁଛନ୍ତି, ଆପଣ ଜଏନ୍ କରନ୍ତୁ। ତେଣୁ ମତେ ବହୁତ ଉତ୍ସାହ ଦେଇଥିଲେ। ପରେ ଚତୁର୍ଭୁଜ ପ୍ରଭୁ ମଧ୍ୟ ତାଙ୍କ ସହିତ ପରିଚୟ ହେଲା, ଆଉ ତାଙ୍କର ବି ପ୍ରେରଣା ମିଳିଲା। ସେମାନଙ୍କର ସଙ୍ଗ ଓ କୃପାରେ ଧୀରେ ଧୀରେ ମୁଁ ଗୁରୁ ମହାରାଜଙ୍କ ଜୀବନ ଶିକ୍ଷା ଆଦର୍ଶକୁ ଜାଣିବାର ସୁଯୋଗ ପାଇଲି। ଆଜି ପଛକୁ ଚାହିଁ ଦେଖିଲେ ମତେ ଲାଗେ ଏସବୁ କେବଳ ସଂଯୋଗ ନୁହେଁ, ଏହା କୃଷ୍ଣ ଓ ଗୁରୁ ମହାରାଜଙ୍କର ଅହେତୁକ କୃପାର ବ୍ୟବସ୍ଥା। ଭଗବାନ ଶ୍ରୀକୃଷ୍ଣଙ୍କର ଅସୀମ କୃପା, ଗୁରୁ ମହାରାଜଙ୍କର ଆଶୀର୍ବାଦ ଓ ମୋ ବାପା ମାଙ୍କର ଆଶୀର୍ବାଦ ଫଳରେ ମୁଁ ସମୟ ପୂର୍ବରୁ ପଦୋନ୍ନତି ବି ପାଇଛି। ଯେଉଁ ଅନୁଷ୍ଠାନରେ ମୁଁ ଦିନେ PhD ଛାତ୍ର ଭାବରେ ପଢୁଥିଲି, ସେହି ଅନୁଷ୍ଠାନରେ ନିର୍ଦ୍ଦେଶକ ଭାବରେ ଅବସର ଗ୍ରହଣ କରିବାର ସୌଭାଗ୍ୟ ମତେ ମିଳିଛି। ଏହାକୁ ମୁଁ କେବେ ମୋର ବ୍ୟକ୍ତିଗତ ସଫଳତା ବୋଲି ଭାବେନି, ଏହା ଭଗବାନଙ୍କର କୃପା, ଗୁରୁ ମହାରାଜଙ୍କର ଆଶୀର୍ବାଦ ଆଉ ମୋ ବାପା ମାଙ୍କର ଆଶୀର୍ବାଦ ଫଳ ବୋଲି ମୁଁ ବିଶ୍ୱାସ କରେ। ଆଜି ପଛକୁ ଫେରି ଚାହିଁଲେ ମୋର ଅନୁଭବ ହୁଏ ଏହା ହିଁ ବୋଧହୁଏ ମୋର ସବୁଠାରୁ ବଡ଼ ପ୍ରାପ୍ତି। ଶ୍ରୀକୃଷ୍ଣଙ୍କର କୃପା ଓ ଗୁରୁ ମହାରାଜଙ୍କ ଆଶୀର୍ବାଦରୁ ମୋ ବୈଜ୍ଞାନିକ ଜୀବନରୁ ଶାନ୍ତି, ସନ୍ତୋଷ, କୃତଜ୍ଞତାର ସହ ଅବସର ଗ୍ରହଣ କରିପାରିଲି। ଏହା ମୋ ପାଇଁ ଏକ ବଡ଼ ଆଶୀର୍ବାଦ। ମୋର ଆଉ ଗୋଟିଏ ପ୍ରାର୍ଥନା ଥିଲା, ହେ ପ୍ରଭୁ, ମୋ ଦ୍ୱାରା ଏମିତି କୌଣସି ଭୁଲ ନ ହଉ ଯାହା ଫଳରେ କାହାର ଅନିଷ୍ଟ ହେଇଯିବ। ଆଜି ଭାବୁଛି ଏହି ଭାବନା ମଧ୍ୟ ଗୁରୁ ମହାରାଜଙ୍କ କୃପା ବିନା ସମ୍ଭବ ନୁହେଁ। ଗୁରୁ ମହାରାଜ ଭୁବନେଶ୍ୱର ଆସିଥିଲେ, ଆଉ ମୋର ଇଚ୍ଛା ଥିଲା ତାଙ୍କ ସହିତ ବ୍ୟକ୍ତିଗତ ଭାବରେ ସାକ୍ଷାତ କରିବା ପାଇଁ, କିନ୍ତୁ ବୋଧହୁଏ ସେ ସମୟରେ ସେ ସୌଭାଗ୍ୟ ମୋ ଭାଗ୍ୟରେ ନଥିଲା। କିନ୍ତୁ ମୁଁ କେବେ ନିରାଶ ହେଇନି। ମୁଁ ଗୁରୁ ମହାରାଜଙ୍କ ଦର୍ଶନ, ତାଙ୍କୁ ଦେଖିବାର ସୌଭାଗ୍ୟ ପାଇଛି, ତାଙ୍କର ମଧୁର କୀର୍ତ୍ତନ ଶୁଣିଛି, ତାଙ୍କର ହସ ହସ ମୁଖ ମଧ୍ୟ ଦେଖିଛି, ତାଙ୍କର ଅମୃତମୟ ବାଣୀ ମଧ୍ୟ ଶ୍ରବଣ କରିଛି। ଆଉ ଦୂରରେ ରହିଥିଲେ ମଧ୍ୟ ତାଙ୍କ କୃପାରୁ ହୃଦୟରେ ଅନୁଭବ କରିଛି, ତାଙ୍କ କୃପାକୁ ହୃଦୟରେ ଅନୁଭବ କରିଛି। ଏହା ମୋ ଜୀବନରେ ଏକ ପରମ ସୌଭାଗ୍ୟ ଏବଂ ଅମୂଲ୍ୟ ସମ୍ପଦ। ଗୁରୁ ମହାରାଜଙ୍କର ସାନ୍ନିଧ୍ୟରେ କାଟିଥିବା ପ୍ରତ୍ୟେକ କ୍ଷଣ ମୋ ପାଇଁ ଚିରସ୍ମରଣୀୟ ଆଶୀର୍ବାଦ। ସେତେବେଳେ ମୁଁ ଗୋଟିଏ କଥା ବୁଝିଲି ଯେ ଗୁରୁ କୃପା ପାଇବା ପାଇଁ ସବୁବେଳେ ଶାରୀରିକ ନିକଟତା ଆବଶ୍ୟକ ନୁହେଁ, ଆବଶ୍ୟକ ହେଉଛି ତାଙ୍କର ଆଦେଶକୁ ଜୀବନରେ ଗ୍ରହଣ କରିବା। ପରେ ପରେ ଚତୁର୍ଭୁଜ ପ୍ରଭୁ ମଧ୍ୟ ମତେ ଏଇ କଥା କହିଥିଲେ ଯେ ଆପଣ ସିନା ତାଙ୍କ ପାଖକୁ ଯାଇପାରିଲେନି, କିନ୍ତୁ ତାଙ୍କର ଜୀବନରେ ତାଙ୍କର ଯୋଉ ଆଦେଶ ଅଛି ତାକୁ ଯଦି ଆପଣ ଗ୍ରହଣ କରିପାରିବେ ତାହେଲେ ବହୁତ ଭଲ। ଅବସର ପରେ ମୋ ଜୀବନର ଅନେକ ପରିବର୍ତ୍ତନ ହେଇଛି। ମୁଁ କହିବିନି ଯେ ମୁଁ ବହୁତ ଅଧିକା କିଛି ଭକ୍ତି ମାର୍ଗରେ ଯାଇଛି, କିନ୍ତୁ ମୋର ଅଧିକାଂଶ ସମୟ ଯାଉଥିଲା ଗବେଷଣା, ପ୍ରଶାସନିକ କାର୍ଯ୍ୟରେ। ଆଜି ସେହି ସମୟର ହରିନାମ ଜପ, ଭଗବତ ଗୀତା ଓ ଶ୍ରୀମଦ୍ ଭାଗବତ ପାଠ କରିବାର ମୁଁ ଚେଷ୍ଟା କରୁଛି। ଶ୍ରୀଲ ପ୍ରଭୁପାଦଙ୍କର ବ୍ୟାଖ୍ୟାନ ଶୁଣିବା, ମୁଁ ବେଳେବେଳେ ଭିଡ଼ିଓ କାନରେ ଦେଇକି ତାକୁ ଶୁଣେ, ଆଉ ଭକ୍ତମାନଙ୍କ ସଙ୍ଗରେ ରହିବା, କୃଷ୍ଣ କଥାଙ୍କ ଆଲୋଚନା କରିବା, ଏଇସବୁ ମୁଁ ଚେଷ୍ଟା କରେ କରିବା ପାଇଁ। ଆଉ ମୋର ଯୋଉ ସିଂହଗ୍ରୀବ ପ୍ରଭୁ କହିଲେ ଯେ ମୋ ଦି ଭଉଣୀ ବହୁ ବର୍ଷ ହେଲା ହରିନାମରେ ଦୀକ୍ଷିତ, ସେମାନେ ମଧ୍ୟ ଏଇ ଇଏରେ ଜୁମ୍ ଜପରେ ବି ଆସନ୍ତି। ସେମାନଙ୍କର ସହ ଭକ୍ତି ଓ ଶାସ୍ତ୍ର ସାଧନା ବିଷୟରେ ଅନେକ ଆଲୋଚନା କରିବାର ସୁଯୋଗ ମିଳୁଛି। କୌଣସି ବିଷୟ ବୁଝିପାରି ନଥିଲେ ନିର୍ଭୟରେ ସେମାନଙ୍କୁ ପଚାରେ, ଭକ୍ତିମୟ ଆଲୋଚନା ମତେ ବହୁତ ଆନନ୍ଦ ଦିଏ ଏବଂ ମୋର ଶ୍ରଦ୍ଧା ଓ ବୁଝାମଣାକୁ ଆହୁରି ଦୃଢ଼ କରେ। ତ ମୋର ଅନୁଭବ ହେଉଛି ଯେ ଭକ୍ତମାନଙ୍କ ସଙ୍ଗରେ ରହିଲେ ଆଧ୍ୟାତ୍ମିକ ଜୀବନ ଅଧିକ ସୁନ୍ଦର ଓ ସରଳ ଆଉ ଆନନ୍ଦମୟ ହୋଇଯାଇଥାଏ। ମୁଁ ଏହାକୁ କେବଳ ଅବସର ଜୀବନ ବୋଲି ଭାବୁନି, ମୋର ମନ ହୁଏ ଏହା ପରମ ପୂଜ୍ୟ ଗୁରୁ ମହାରାଜଙ୍କର ମୋ ପ୍ରତି ଏକ ବିଶେଷ କୃପା। ସେ ମତେ ଅଧିକ ସମୟ ଦେଇଛନ୍ତି, ଯାହାଦ୍ୱାରା ମୁଁ ଅଧିକ ହରିନାମ ଜପ କରିପାରୁଛି, ଅଧିକ ଶ୍ରବଣ କରିପାରୁଛି, ଶାସ୍ତ୍ର ଅଧ୍ୟୟନ ମଧ୍ୟ କରିବାକୁ ଚେଷ୍ଟା କରୁଛି ଏବଂ ଭକ୍ତମାନଙ୍କ ସଙ୍ଗରେ ରହିପାରୁଛି। ଆଜି ମୋର ମନ ହୁଏ ଚାକିରିରୁ ଅବସର ହୋଇପାରେ, କିନ୍ତୁ ଗୁରୁ ଗୌରାଙ୍ଗଙ୍କର କୃଷ୍ଣ ଭଗବାନଙ୍କର ସେବାରୁ କେବେ ଅବସର ହୁଏ ନାହିଁ, ବରଂ ଜୀବନରେ ଏହି ପର୍ଯ୍ୟାୟ ସେବା, ସାଧନା ଓ ଭକ୍ତିକୁ ଆହୁରି ଗଭୀର କରିବାର ଏକ ସୁବର୍ଣ୍ଣ ସୁଯୋଗ। ଆଜି ମୁଁ ହୃଦୟରେ ଅନୁଭବ କରୁଛି ପଦ, ପଦବୀ, ସମ୍ମାନ, ପ୍ରଶଂସା ଏସବୁ ଗୋଟିଏ ଦିନ ଶେଷ ହୋଇଯାଏ, କିନ୍ତୁ ଗୁରୁ ଓ କୃଷ୍ଣଙ୍କ ସେବା କେବେ ଶେଷ ହୁଏନି। ସେଥିପାଇଁ ଏବେ ମୋ ମନରେ ଗୋଟେ କଥା ବାରମ୍ବାର ଆସୁଛି ଯେ ଚାକିରିରୁ ଅବସର ହୋଇପାରେ, କିନ୍ତୁ କୃଷ୍ଣ ସେବାରୁ କେବେ ଅବସର ନାହିଁ। ତ ମୋର ସଂକଳ୍ପ କଣ ରହିବ ଯେ ଗୁରୁ ମହାରାଜଙ୍କ କୃପାରେ ମୁଁ ଯାହା କିଛି ଶିଖିଛି, ଯେଉଁ ଅଭିଜ୍ଞତା ପାଇଛି,
ଯେଉଁ ଜ୍ଞାନ ପାଇଛି ସେ ସବୁ ତାଙ୍କ ମିଶନରେ ସମର୍ପଣ କରିବାକୁ ଚାହୁଁଛି। ସିଂହଗ୍ରୀବ ପ୍ରଭୁ ସବୁବେଳେ ମତେ କୁହନ୍ତି ଯେ ଆମର ଯୋଉ ଶିକ୍ଷିତ ଯୁବକ ମାନେ ଅଛନ୍ତି, କଲେଜରେ ପଢୁଛନ୍ତି ବା ଫିସରିଜରେ ପଢୁଛନ୍ତି, ସେମାନଙ୍କୁ ଆଣି ଆମେ ପୁଣି ଆଉ ଥରେ ସେମାନଙ୍କୁ କୃଷ୍ଣ ଚେତନା ମୃତ ସହିତ ଯୋଡ଼ିବା। ମୁଁ ସେଥିରେ ସମ୍ମତି ପ୍ରଦାନ କରେ। ଯୁବପିଢ଼ୀଙ୍କ ମନରେ ଭକ୍ତିର ବୀଜ ଦବା ହେଉଛି ବହୁତ ବଡ଼ କାମ। ମୋର ଲେଖା ବକ୍ତୃତା ଅନୁଭୂତିକୁ ଶିଳ ପ୍ରଭୁପାଦ ଓ ଗୁରୁ ମହାରାଜଙ୍କ ସେବାରେ ଲଗେଇବା ଏଇଟା ମୋର ପ୍ରଧାନ କର୍ତ୍ତବ୍ୟ ଏବଂ ଜୀବନର ଶେଷ ପର୍ଯ୍ୟନ୍ତ ଜଣେ ନମ୍ର ସେବକ ଭାବରେ ରହିବା ମୋର ଇଚ୍ଛା। ମୁଁ ଜାଣେ ଏହା ମୋର ଶକ୍ତିର ସମ୍ଭବ ନୁହେଁ, ଏହା କେବଳ ଗୁରୁ ମହାରାଜଙ୍କ କୃପାରେ ସମ୍ଭବ। ତ ଗୁରୁ ମହାରାଜ ମୋତେ ଦୀକ୍ଷା ଦେଇନାହାନ୍ତି, ମୁଁ ତାଙ୍କଠୁ ଦୀକ୍ଷା ପାଇନି, କିନ୍ତୁ ତାଙ୍କର ଜୀବନ, ତାଙ୍କର ବାଣୀ ଏବଂ ତାଙ୍କର ଆଦର୍ଶ ମୋତେ ଜୀବନକୁ ଏକ ନୂଆ ଦୃଷ୍ଟିରେ ଦେଖିବାକୁ ଶିଖେଇଛି। ତାଙ୍କୁ ଦେଖି ମୁଁ ବୁଝିପାରିଛି ପ୍ରକୃତ ସଫଳତା ପଦ ପ୍ରତିଷ୍ଠା କିମ୍ବା ସମ୍ମାନର ନୁହେଁ। ପ୍ରକୃତ ସଫଳତା ହେଉଛି ନମ୍ରତା, ହରିନାମ, ବୈଷ୍ଣବ ସେବା ଓ ଗୁରୁଙ୍କ ଆଦେଶ ପାଳନ। ଏଥିପାଇଁ ମୁଁ ସଦା ସର୍ବଦା ତାଙ୍କ ପ୍ରତି କୃତଜ୍ଞ। ସେ ଶିଖାଇଛନ୍ତି ହରିନାମ ବିନା ଜୀବନ ପୂର୍ଣ୍ଣ ନୁହେଁ, ଗୁରୁ ସେବା ବିନା ଭକ୍ତି ପୂର୍ଣ୍ଣ ନୁହେଁ, ବୈଷ୍ଣବ ସଂଘ ବିନା ହୃଦୟ ପବିତ୍ର ହୁଏ ନାହିଁ ଏବଂ ଶ୍ରୀଲ ପ୍ରଭୁପାଦଙ୍କର ପୁସ୍ତକ ବିନା କୃଷ୍ଣ ଭାବନାମୃତକୁ ଗଭୀର ଭାବରେ ବୁଝିବା କଷ୍ଟକର। ହେ ଗୁରୁଦେବ, ଆପଣ ମୋତେ ହରିନାମର ଆଶ୍ରୟ ଦେଇଛନ୍ତି। ଆପଣ ମୋତେ ଶ୍ରୀଲ ପ୍ରଭୁପାଦଙ୍କ ଚରଣରେ ଆଶ୍ରୟ ଦେବାକୁ ଶିଖେଇଛନ୍ତି। ଆପଣ ମୋତେ ବୈଷ୍ଣବ ମାନଙ୍କ ପବିତ୍ର ସଂଘ ଦେଇଛନ୍ତି। ଆପଣ ମୋତେ ସେବା କରିବାର ସୁଯୋଗ ଦେଇଛନ୍ତି। ଏସବୁ ଆପଣଙ୍କ କୃପା। ହେ ଗୁରୁଦେବ, ମୋର ଏକମାତ୍ର ପ୍ରାର୍ଥନା, ଜନ୍ମେ ଜନ୍ମେ ଆପଣଙ୍କ ଚରଣରେ ମୋତେ ଆଶ୍ରୟ ଦିଅନ୍ତୁ। ଆପଣଙ୍କ ନିର୍ଦ୍ଦେଶ ଅନୁସାରେ ହରିନାମ, ବୈଷ୍ଣବ ସେବା, ଶ୍ରୀଲ ପ୍ରଭୁପାଦଙ୍କ ମିଶନରେ ସାମାନ୍ୟ ସେବକ ଭାବେ ରହିବାକୁ ଶାନ୍ତି ଓ କୃପା ମୋତେ ପ୍ରଦାନ କରନ୍ତୁ। ହେ ଗୁରୁ ମହାରାଜ, ମୋତେ ସର୍ବଦା ନମ୍ର ରଖନ୍ତୁ। ମୋତେ କେବେ ଅହଙ୍କାର ସ୍ପର୍ଶ ନ କରୁ। ମୋତେ ଏମିତି ଶକ୍ତି ଦିଅନ୍ତୁ ଯେ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ନିୟମିତ ଭାବରେ ହରିନାମ ଜପ କରିପାରିବି, ଶ୍ରୀଲ ପ୍ରଭୁପାଦଙ୍କ ପୁସ୍ତକ ପଢିପାରିବି, ବୈଷ୍ଣବ ମାନଙ୍କର ସେବା କରିପାରିବି। ଯେତେ ଦିନ ବଞ୍ଚିବି ସେତେ ଦିନ ଆପଣଙ୍କ ଆଦେଶରେ ବଞ୍ଚିପାରିବି। ତ ଗୁରୁ ମହାରାଜଙ୍କର ଚରଣରେ ମୋର ଦଣ୍ଡବତ ପ୍ରଣାମ। ଶ୍ରୀଲ ପ୍ରଭୁପାଦଙ୍କର ଜୟ, ପରମ ପୂଜ୍ୟ ଲୋକନାଥ ସ୍ୱାମୀ ମହାରାଜଙ୍କର ଜୟ, ଗୌର ପ୍ରେମାନନ୍ଦେ ହରି ବୋଲ, ହରେ କୃଷ୍ଣ। ତ ମୋର ଏକମାତ୍ର ଇଚ୍ଛା ଯୋଉଟା ମୁଁ କହିଲି, ଆପଣମାନେ ସମସ୍ତେ ବୈଷ୍ଣବ ଭକ୍ତବୃନ୍ଦ ମୋ ପାଇଁ ଆଶୀର୍ବାଦ କରନ୍ତୁ। ମୋତେ ମୋର ଗୁରୁ ମହାରାଜଙ୍କର ଏଇ ଶିକ୍ଷା ଗୁଡ଼ିକ ଜୀବନ କେମିତି ପାଳନ କରିପାରିବି, ତାକୁ ସନ୍ତୁଷ୍ଟ କରିପାରିବି, ଆପଣମାନଙ୍କର ଆଶୀର୍ବାଦ ବହୁତ କାମ୍ୟ। ଏହି ପ୍ରାର୍ଥନା ସହିତ ମୁଁ ମୋର କଥା ଏଇଠି ଶେଷ କରିବି। ମୋ କଥାରେ କିମ୍ବା ଉପସ୍ଥାପନାରେ କୌଣସି ଭୁଲ ଥିଲେ ଦୟାକରି ମୋତେ କ୍ଷମା କରିବେ। ମୋ ଦ୍ୱାରା ଜାଣତ କିମ୍ବା ଅଜାଣତରେ କୌଣସି ଅପରାଧ ହୋଇଥିଲେ ଦୟାକରି କ୍ଷମା କରିବେ। ତ ଶ୍ରୀଲ ପ୍ରଭୁପାଦଙ୍କର ଜୟ, ପରମ ପୂଜ୍ୟ ଲୋକନାଥ ସ୍ୱାମୀ ମହାରାଜଙ୍କର ଜୟ, ଗୌର ପ୍ରେମାନନ୍ଦେ ହରି ବୋଲ, ହରେ କୃଷ୍ଣ, ହରେ କୃଷ୍ଣ। ଧନ୍ୟବାଦ ପ୍ରଭୁ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆପଣ ବହୁତ ସୁନ୍ଦର ଭାବରେ ଗୁରୁ ମହାରାଜଙ୍କର ଆପଣଙ୍କ ପ୍ରତି ଯୋଉ ମନୋଭାବ ଅଛି ଆପଣ ବ୍ୟକ୍ତ କଲେ। କିପରି ଭାବରେ ଆପଣ ଗୁରୁ ମହାରାଜଙ୍କ ସହିତ ଜୁମ୍ ରେ ଜପ କରନ୍ତି। ଆପଣ କହିଲେ ଜପରେ ଆମର ସମୟର ଅଭାବ ନୁହେଁ, ଆମର ସଂକଳ୍ପର ଅଭାବ। ସେଇଟା ସବୁବେଳେ ଗୁରୁ ମହାରାଜ କହନ୍ତି, ଆପଣ ତାଙ୍କ କଥାରୁ ଶିକ୍ଷା ଗ୍ରହଣ କରିଛନ୍ତି। ଆଉ ଗୋଟେ କଥା ବି କହିଲେ, ଗୁରୁ ମହାରାଜ କିପରି ସବୁବେଳେ ପଞ୍ଚୁଆଲ, ସବୁବେଳେ ନିଜର ଯେତେ କାମ ଥାଉ ସବୁବେଳେ ସେ ଜୁମ୍ ଜପକୁ ହିଁ ପ୍ରାୟୋରିଟି ଦିଅନ୍ତି। ଆଉ ଆପଣ ବି ସବୁବେଳେ ମୁଁ ମାର୍କ କରିଛି, ସବୁବେଳେ ଗୁରୁ ମହାରାଜଙ୍କର ଜପରେ ପୁରା ତତ୍ପରତା ହେଇକି ଜଏନ କରନ୍ତି, କେବେ ବି ମିସ୍ କରନ୍ତିନି। ଆପଣଙ୍କ ଭିତରେ ସେ ପଞ୍ଚୁଆଲିଟି ବି ମାନେ ସମସ୍ତେ ମୁଁ ମେନଲି ମାର୍କ କରିଛି। ବହୁତ ସୁନ୍ଦର ଭାବରେ ଆପଣ ଗୁରୁ ମହାରାଜଙ୍କ ଯୋଉ ମାନେ ସେବା କରିବା ପାଇଁ ଚାହୁଁଛନ୍ତି। ଗୁରୁ ମହାରାଜ କୁହନ୍ତି, ଆମେ ଯଦି ପ୍ରକୃତରେ ଭଗବାନଙ୍କ ସେବା କରିବାକୁ ଚାହିଁବା, ଭଗବାନଙ୍କୁ ଜାଣିବାକୁ ପଡିବ। ଭଗବାନଙ୍କୁ ଗୁରୁକୁ କେମିତି ଜାଣିବା ନା ଶାସ୍ତ୍ର ଚକ୍ଷୁଷା। ଆମର ଏଇ ଆଖି ବା ଆମର ଏଇ ଇନ୍ଦ୍ରିୟ ମାନଙ୍କ ମାଧ୍ୟମରେ ଆମେ ଭଗବାନଙ୍କୁ ବୁଝିପାରିବା ନାହିଁ। ସେଥିପାଇଁ ଅର୍ଜୁନ ଯେତେବେଳେ ଭଗବାନ କୃଷ୍ଣଙ୍କୁ ଦର୍ଶନ ଦେବା ପାଇଁ ବିରାଟ ରୂପ କହିଥିଲେ, ଯେତେବେଳେ ସେ ପ୍ରାର୍ଥନା କରିଥିଲେ, ଭଗବାନ କୃଷ୍ଣ ବି ତାଙ୍କୁ କହିଥିଲେ, ଦିବ୍ୟ ଦୃଷ୍ଟି ଦେଇଥିଲେ। ସେ ଦିବ୍ୟ ଦୃଷ୍ଟି ହଉଛି ଗୁରୁ ମହାରାଜ ଦିଅନ୍ତି ଆମକୁ, ଯୋଉଟା ଆପଣ ଆଜି ପ୍ରାର୍ଥନା କଲେ, ଓମ୍ ଅଜ୍ଞାନ ତିମିରାନ୍ଧସ୍ୟ। ସେଟା ହେଲା କେମିତି ଆମର ଅଜ୍ଞାନତା ଦୂର ହବ ନା ଯେତେବେଳେ ଶାସ୍ତ୍ର ପଢିବା। ଶାସ୍ତ୍ର ମାନେ ପ୍ରଭୁପାଦଙ୍କ ଗ୍ରନ୍ଥ, ଯୋଉଟା ମାତାଜୀ ଅନୁକୂଲ୍ୟା ମାତାଜୀ କହୁଥିଲେ, ଗୋଟେ ଛୋଟ ପିଲାଟାକୁ ମଧ୍ୟ ଗୁରୁ ମହାରାଜ ଶିଖଉଛନ୍ତି ସାମ୍ବା ରୂପେ
ମାନେ 100 ଟଙ୍କା ମରାଠୀ ଭାଷାରେ ଶିଖଉଛନ୍ତି। କଣ ପାଇଁ ଗୁରୁ ମହାରାଜ ଯାକୁ ଏତେ ଷ୍ଟ୍ରେସ୍ ଦଉଛନ୍ତି? କାହିଁକି ନା ଶ୍ରୀଲ ପ୍ରଭୁପାଦ ଗୁରୁ ମହାରାଜ କହନ୍ତି ମାଇ ପ୍ରଭୁପାଦ, ମେରେ ପ୍ରଭୁପାଦ। କଣ ପାଇଁ ସେ ଏତେ କହୁଛନ୍ତି? କାହିଁକିନା ପ୍ରଭୁପାଦ ତାଙ୍କୁ ସେ ଅନୁଭବ କରିଛନ୍ତି। ପ୍ରଭୁପାଦ କେତେ ପରିଶ୍ରମ କରି ଶାସ୍ତ୍ର ଲେଖୁଥିଲେ ରାତି ଅନିଦ୍ରା ହେଇକି। ସେ ଶାସ୍ତ୍ରକୁ ଆମେ ପଢିବା ଦରକାର। ଯୋଉଟା ଆପଣ କହୁଥିଲେ, ଆମେ ସମସ୍ତେ ପ୍ରାର୍ଥନା କରିବୁ ଆପଣ ଶ୍ରୀଲ ପ୍ରଭୁପାଦଙ୍କ ଶାସ୍ତ୍ରକୁ ଆହୁରି ଅଧ୍ୟୟନ କରନ୍ତୁ। ଆପଣ ଜଣେ ବୈଜ୍ଞାନିକ ଚାହିଁଲେ, ଯୋଉଟା ଆପଣ ଲେଖିଛନ୍ତି ସଂକଳ୍ପ ଭାବରେ, ବହୁତ ସାରା ଯୁବପିଢି ମାନଙ୍କ ପାଖରେ ଗୁରୁଦେବଙ୍କର ଏଇ ଯୋଉ ଜୁମ୍ ଜାପକୁ ଆପଣ ଚାହିଁଲେ ପହଞ୍ଚାଇ ପାରିବେ, ଗୁରୁଦେବଙ୍କ ସହିତ ସେମାନଙ୍କୁ କନେକ୍ଟ କରିପାରିବେ। ତେଣୁ ଆମେ ସମସ୍ତେ ଆପଣଙ୍କ ପାଇଁ ପ୍ରାର୍ଥନା କରିବା। ମୁଁ ଭକ୍ତମାନଙ୍କୁ ନିବେଦନ କରିବି, ବିଶେଷ ଭାବରେ ପାଣ୍ଡୁ ପ୍ରଭୁ, ଚତୁର୍ଭୁଜ ପ୍ରଭୁ ଓ ଆମର ସମସ୍ତ ଭକ୍ତମାନେ ଯେ ଅଛନ୍ତି, ଯାହା ନାଁ ସମସ୍ତଙ୍କ ନାଁ ମୁଁ କହିପାରିବିନି, ସମସ୍ତ ବରିଷ୍ଠ ଭକ୍ତମାନେ ଅଛନ୍ତି। ତେଣୁ ସମସ୍ତେ ପ୍ରଭୁଜୀଙ୍କ ପାଇଁ ପ୍ରାର୍ଥନା କରନ୍ତୁ, ପ୍ରଭୁଜୀ କେମିତି ଭକ୍ତିରେ ଆହୁରି ଅଗ୍ରଗତି କରନ୍ତୁ ଏବଂ ଅନ୍ୟମାନଙ୍କୁ ସେ ସାହାଯ୍ୟ କରନ୍ତୁ, ପରୋପକାର କରନ୍ତୁ। ପ୍ରଭୁଜୀ ବି ଯେତେବେଳେ ଆମ ସହିତ ଥିଲେ ବି, ଆମେ ଯେତେବେଳେ ଜବ୍ କରୁଥିଲୁ, ତ ସେଇ ସମୟରେ ଯୋଉ ପ୍ରଭୁଜୀଙ୍କ ସହିତ ବହୁତ ସାରା ଅଲ୍ ଓଭର ଇଣ୍ଡିଆର ଫାର୍ମର ମାନେ, କୃଷକ ମାନେ ପ୍ରଭୁଜୀଙ୍କ ପାଖରେ ସବୁ ଆସି ଟ୍ରେନିଂ ନିଅନ୍ତି। ପ୍ରଭୁଜୀ ସେମାନଙ୍କୁ ଭଗବାନଙ୍କର ଗୀତା ଡିଷ୍ଟ୍ରିବ୍ୟୁଟ କରନ୍ତି। ମୁଁ ନିଜେ ଦେଖିଛି ତାଙ୍କ କାରରେ ସେ ବହୁତ ଯେମିତି ଆନୁକୂଲ୍ୟ ମାତାଜୀ କହୁଥିଲେ, ସେ ସବୁ ଗୀତା ଷ୍ଟୋର କରି ଆଣନ୍ତି ଡିଷ୍ଟ୍ରିବ୍ୟୁଟ କରିବା ପାଇଁ ତାଙ୍କର ବା ଅନ୍ୟ ସାଇଣ୍ଟିଷ୍ଟ ମାନଙ୍କୁ। ତାଙ୍କର ମାନେ ମୋର ମାନେ ଆମର ବି ଯିଏ ସେବାରତ କରନ୍ତି ପ୍ରଭୁଜୀଙ୍କ ଅଧୀନରେ, ଯାହାକୁ ପିଅନ କହିବା, ସେ କର୍ମଚାରୀ ମାନଙ୍କୁ ମଧ୍ୟ ପ୍ରଭୁଜୀ ଭକ୍ତ ବନେଇଛନ୍ତି। ମୁଁ ନିଜେ ଦେଖିଛି। ଆଉ ବହୁତ ସାରା ଷ୍ଟୁଡେଣ୍ଟ ମାନେ ବି ପ୍ରଭୁଜୀଙ୍କ ଦ୍ୱାରା ଅନୁପ୍ରାଣିତ ହେଇକି, ଫାର୍ମର ମାନେ, କୃଷକ ମାନେ ବି ପ୍ରଭୁଜୀ ଯୋଉ ଯୋଉ ଡିଷ୍ଟ୍ରିକ୍ଟ କୁ ଯାଆନ୍ତି, ବାଲେଶ୍ୱର ହଉ, କେନ୍ଦ୍ରାପଡା ହଉ, ସେଠି ସେ ଭଗବାନ କୃଷ୍ଣଙ୍କ ସହିତ ସେମାନଙ୍କୁ କନେକ୍ଟ କରିବା ପାଇଁ ଚାହାନ୍ତି। ତେଣୁ ପ୍ରଭୁଜୀଙ୍କ ଭିତରେ ଏଇ ଯୋଉ ମହାନ ଗୁଣ ଅଛି, ଅନ୍ୟମାନଙ୍କୁ କୃଷ୍ଣଙ୍କୁ ଦବାର ଗୁଣ, ତେଣୁ ଆହୁରି ସେ ଗୁରୁ ମହାରାଜଙ୍କୁ, ଶ୍ରୀଲ ପ୍ରଭୁପାଦଙ୍କୁ ପ୍ରସନ୍ନ କରନ୍ତୁ। ଯୋଉଟା ପ୍ରଭୁଜୀ କହିଛନ୍ତି କି ଗୁରୁ ମହାରାଜ କିପରି ଭାବରେ ସମସ୍ତଙ୍କୁ ଭଲ ପାଆନ୍ତି, ସମସ୍ତଙ୍କୁ କୃଷ୍ଣଙ୍କ ସେବାରେ ଏନଗେଜ କରିବା ପାଇଁ ଚାହାନ୍ତି, ସେମିତି ବି ଆମେ ସମସ୍ତେ ପ୍ରାର୍ଥନା କରିବା ପ୍ରଭୁଜୀ ଗୁରୁ ମହାରାଜଙ୍କୁ ସେବା କରନ୍ତୁ, ତାଙ୍କର ଆଦେଶକୁ ପାଳନ କରନ୍ତୁ ଏବଂ ନିଜ ଜୀବନରେ ଭଗବାନଙ୍କ ଭକ୍ତି ଆଚରଣ କରନ୍ତୁ। ସମସ୍ତେ ପ୍ରଭୁଜୀଙ୍କ ପାଇଁ ଗୋଟେ ଥର ହରେ କୃଷ୍ଣ ମହାମନ୍ତ୍ର କରିବା। ଖାଲି ପ୍ରଭୁଜୀଙ୍କ ପାଇଁ ନୁହେଁ, ଆନୁକୂଲ୍ୟ ମାତାଜୀଙ୍କ ପାଇଁ ବି, ସମସ୍ତଙ୍କ ପାଇଁକା, ଯୋଉମାନେ ଗୁରୁ ମହାରାଜଙ୍କ ସେବା କରିବାକୁ ଚାହୁଁଛନ୍ତି, ସମସ୍ତଙ୍କର ମଙ୍ଗଳ ହଉ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। श्रील प्रभुपाद की जय, श्रील गुरुदेव की जय, हरिनाम संकीर्तन की जय। यदि काହାର କିଛି ପ୍ରଶ୍ନ ଥିବ ପ୍ରଭୁଜୀ ପଚାରିବା ପାଇଁ ଚାହୁଁଥିବେ, କିମ୍ବା କାହାର କିଛି କମେଣ୍ଟ ଥିବ, କହିପାରିବେ 1 ମିନିଟରେ। ଚତୁର୍ଭୁଜ ପ୍ରଭୁ, ପାଣ୍ଡୁ ପ୍ରଭୁ, ରାଞ୍ଚରେ ପ୍ରଭୁ, ହରେ କୃଷ୍ଣ ପ୍ରଭୁଜୀ। यस प्रभु, रांचरे प्रभु ଆପଣ କହିପାରିବେ। ଆପଣ କହିପାରିବେ। ହରେ କୃଷ୍ଣ, ମୋ କଥା ଶୁଣା ଯାଉଛି? ହରେ କୃଷ୍ଣ। ଆଜ୍ଞା ପ୍ରଭୁ, ଆଜ୍ଞା। ଆଜ୍ଞା ପ୍ରଭୁ, ଆଜ୍ଞା। ଉପସ୍ଥିତ ଥିବା ସମସ୍ତ ବୈଷ୍ଣବ ଚରଣରେ ଦଣ୍ଡବତ ପ୍ରଣାମ। ଆଜିର କ୍ଲାସ ବହୁତ ହୃଦୟସ୍ପର୍ଶୀ, ଶିକ୍ଷଣୀୟ ଆଉ ଅନୁଭୂତିର କ୍ଲାସ ଥିଲା, ଯୋଉଟା କି ପ୍ରଥମେ ଅନୁକୂଳ ମାତାଜୀ ତାଙ୍କର ଜୀବନରେ ଯୋଉଠି ତାଙ୍କୁ ପ୍ରେରଣା ଦେଇଛି, ଗୁରୁମା ଯୋଉ ଶିକ୍ଷା ପାଇଛନ୍ତି, ସାକ୍ଷାତକାର ପାଇଛନ୍ତି, ଅତି ସୁନ୍ଦର ଭାବରେ ବର୍ଣ୍ଣନା କରୁଥିଲେ। ଆଉ ତା ସହିତ ଆମର ଯୋଉ ପ୍ରଫେସର ସାର୍ ଅଛନ୍ତି, ପ୍ରଭୁ ଅଛନ୍ତି ସରୋଜ ସ୍ୱାଇଁ, ସେ ଏତେ ବଡ ଭୌତିକ ପଦବୀରେ ଥାଇକିରି ତାଙ୍କର ଯୋଉ ନମ୍ରତା, ଆକ୍ଚୁଆଲି ତାଙ୍କ ଠାରୁ ଶିକ୍ଷା ଦରକାର। ସେ ସବୁବେଳେ ଚାହୁଁଛନ୍ତି ଯେ କେମିତି ସମସ୍ତ ବିନମ୍ରତା ହେବି, କିନ୍ତୁ ତାଙ୍କର ଗୁଣ ଅଟୋମେଟିକ ପ୍ରକାଶ ପାଉଛି, ଯୋଉଟା କି ବୈଷ୍ଣବଙ୍କର ସରଳତା ହିଁ ବୈଷ୍ଣବତା ବୋଲି କୁହାଯାଇଛି। ତାଙ୍କର ଗୁଣଟା ସେଇ ଗୁଣଟା ପ୍ରଭୁଙ୍କ ପାଖରେ ପୁରା ମାନେ ପ୍ରକୃତ ହେଇ ଦେଖାଯାଉଛି। ତ ସେଇ ଭାବକୁ ସମସ୍ତେ ବି ଅନୁକରଣ କରିବା କଥା। ପ୍ରଭୁ ଏତେ ବଡ ପଦବୀରେ ଥାଇକି ବି ତାଙ୍କର ଥିଲେ ମାତ୍ର ମାନେ ଇଚ୍ଛା ନାହିଁ ଯେ ମୋର ପଦବୀ ଏତେ ଥିଲା କି କଣ ଥିଲା। ତାଙ୍କୁ ଆପଣ ଯଦି ଦେଖିବେ ବି, ତାଙ୍କ ସାଙ୍ଗରେ ଆପଣ କେତେଥର ଯଦି ମିଶିବେ, ଆପଣ ଅନୁଭବ କରିପାରିବେ ସେ ଏତେ ବଡ ପଦବୀରେ ଥିଲେ ବୋଲିକି। ଅତି ସାଧାରଣ ନମ୍ର ଜୀବନ ଯାପନ ତାଙ୍କର, ଯେମିତି ସେଟା ହଉଛି ତାଙ୍କର ସବୁଠୁ ବଡ ଗୁଣ, ଯୋଉଟା କି ଭଗବାନ ଗୁରୁକୃଷ୍ଣ ବହୁତ ଖୁସି ହୁଅନ୍ତି ଯୋଉ ଗୁଣ ପାଇଁକି। ସରଳତା ହିଁ ବୈଷ୍ଣବତା। ଧନ୍ୟବାଦ ବହୁତ ବହୁତ ଆପଣମାନଙ୍କୁ, ଆଉ ପ୍ରଭୁ ବିଶେଷ କରି ଆମର ସରୋଜ ପ୍ରଭୁଙ୍କୁ, ଯେ କି ତାଙ୍କ ଭକ୍ତି ଜୀବନରେ ଗୁରୁମାର୍ଗଠାରୁ ବହୁତ କିଛି ଶିକ୍ଷା ବି ପ୍ରାପ୍ତ ହଉଛନ୍ତି, ଆଉ ତାଙ୍କ କାର୍ଯ୍ୟରେ ବି ଲଗାଉଛନ୍ତି। ସେଥିପାଇଁ ତାଙ୍କ ପାଖରେ ବୋଧେ ବାପା ମା ବସିଛନ୍ତି, ତାଙ୍କୁ ବି ବହୁତ ବହୁତ ଧନ୍ୟବାଦ, ତାଙ୍କୁ ପ୍ରଣାମ। କାହିଁକି ନା ସେ ଅତି ଉତ୍ତମ ଯୋଉ ଆମର କୁହନ୍ତି କୃଷ୍ଣଙ୍କର ସନ୍ତାନ,
ସମସ୍ତେ ସେଇଭଳି କୃଷ୍ଣଙ୍କର ଜଣେ ସନ୍ତାନକୁ ଆପଣ ଆଣିଛନ୍ତି। ଆଉ ସେ ଆଗରୁ କିଛି ଚାହିଁଥିଲେ ସମୟ ଦେଇ ପାରିଥାନ୍ତେ, କିନ୍ତୁ ଯାହା ତାଙ୍କର ଅଛି କୃଷ୍ଣଙ୍କର ବିଚାର, ଗୁରୁ କୃଷ୍ଣଙ୍କ ବିଚାର, ଶେଷରେ ସେ ଅବସର ନେଇକି ମଧ୍ୟ ଚେଷ୍ଟା ଜାରି ରଖିଛନ୍ତି। ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ହରେ କୃଷ୍ଣ। ହରେ କୃଷ୍ଣ ପ୍ରଭୁ। ଠିକ ଅଛି ପ୍ରଭୁଜୀ, ଆମେ କ୍ଲାସ କୁ ଆଜ୍ଞା ପାଣ୍ଡେ ପ୍ରଭୁ ହରେ କୃଷ୍ଣ ଧନ୍ୟବାଦ ପ୍ରଣାମ। ହରେ କୃଷ୍ଣ। ହରେ କୃଷ୍ଣ, ସମସ୍ତଙ୍କୁ ଦଣ୍ଡବତ ପ୍ରଣାମ। ଯାହା ହଉ ସୁନ୍ଦର ଭାବ, ଆଜି ବହୁତ ଆନନ୍ଦ ଲାଗିଲା ଯେ ଆମେ ଏତେ ଦିନ ପରେ ଗୋଟେ ଭକ୍ତଙ୍କୁ ପାଇଲୁ, ଯେମିତି ରଣେଶ୍ୱର ପ୍ରଭୁ କହିଲେ ଯେ ଏତେ ବଡ ପୋଜିସନରେ ଥାଇକି ମଧ୍ୟ ଏତେ ନମ୍ର। ଆମେ ଶୁଣିଥିଲେ, ଆମ ଭକ୍ତ ମାନେ ସମସ୍ତେ ଆମେ ଶୁଣୁଛନ୍ତି, କିନ୍ତୁ ପ୍ରଭୁଙ୍କର ଯୋଉ ଆଜି ତାଙ୍କର ଯୋଉ ଗୁରୁମାତା ପ୍ରତି ତାଙ୍କର ଯୋଉ ଭାବଟା ପ୍ରଦାନ କଲେ, ସେଥିରୁ ଆମେ ଡାଇରେକ୍ଟ ଅନୁଭବ କରିପାରିଲେ ସମସ୍ତେ ଯେ ପ୍ରକୃତରେ ଯୋଗ୍ୟତାଟା କଣ ଆକ୍ଚୁଆଲି। ଯେମିତି ପ୍ରଭୁ ବାରମ୍ବାର କହୁଥିଲେ ଯେ ଗୁରୁ ମହାରାଜ ପ୍ରଭୁପାଦଙ୍କର ପ୍ରତ୍ୟେକ ନିର୍ଦ୍ଦେଶ କଡାକଡି ଭାବେ ପାଳନ କରନ୍ତି, ତାଙ୍କ ଜୀବନକୁ ତାଙ୍କୁ ସମର୍ପିତ କରିଦେଇଛନ୍ତି। ଅର୍ଥାତ ଇଏ ହଉଛି କଣ ନା ସରେଣ୍ଡର, ତୃଣାଦପି ସୁନିଶ୍ଚିତ ଭାବ। ଆଉ ପ୍ରଭୁଙ୍କର ମଧ୍ୟ ସେ ଭାବ, ସେ ବହୁତ ଗୁରୁମାତାଙ୍କୁ ଏଇଟା ସେ ବହୁତ ମାତ୍ରାରେ ଗ୍ରହଣ କରିଛନ୍ତି। ତେଣୁ ତାଙ୍କର ସେ ଯୋଉ ଭାବ, ତାଙ୍କର ସେ ଯୋଉ ଭକ୍ତି, ସରେଣ୍ଡର, ସେ ସବୁ ମତେ ବି ଆଜି ବହୁତ ଆକୃଷ୍ଟ କଲା। ପ୍ରଭୁଙ୍କ ସାଙ୍ଗେ ଯଦି ମୋର ପୂର୍ବରୁ ଦେଖା ହେଇଛି, 2-3 ଥର ପ୍ରଭୁଙ୍କ ସାଙ୍ଗେ ଦେଖା ହେଇଛି ମୁଁ, କିନ୍ତୁ ଆଜି ଯୋଉ ପ୍ରଭୁଙ୍କର ଯୋଉ କଥାଟା ମୁଁ ଶୁଣିଲି ଯେ ଗୁରୁମାତା ପ୍ରତି ତାଙ୍କର କେତେ ସମର୍ପଣ ଭାବ ଅଛି, ମୋ ହୃଦୟକୁ ଆଜି ସେ ପୁରା କିଣି ନେଇଛନ୍ତି। ତେଣୁ ଏଭଳି ଆମେ ଆଶା କରିବା ତାଙ୍କର ଲାଇଫରେ ଯେମିତି ଜଣେ ଉଚ୍ଚ ପଦସ୍ଥ କର୍ମଚାରୀ, ଯେମିତି ଆମ ଭକ୍ତି ବିନୋଦ ଠାକୁର ଥିଲେ, ସିଏ ବୈଷ୍ଣବ ଫିଲୋସଫିଟାକୁ କଣ କରିଥିଲେ ନା ପ୍ରତିଷ୍ଠା କରିଥିଲେ। ସେମିତି ଆମେ ଆଶା କରିବା ପ୍ରଭୁଙ୍କ ଉଚ୍ଚ ସ୍ଥାନରେ ଅଛନ୍ତି। ହରେ କୃଷ୍ଣ। ପ୍ରଭୁ ଭଏସ କଟିଗଲା କି? ନାଇଁ ପ୍ରଭୁ, ଅଛି ପ୍ରଭୁ। ମୁଁ କହୁଥିଲି ସେ କଥା ଯେ ଆମେ ପ୍ରଭୁଙ୍କ ଠାରୁ ନିଶ୍ଚିତ ଆଶା କରିବା ଆମର ପ୍ରଚାର କ୍ଷେତ୍ରରେ, ଗୁରୁମାତାଙ୍କ ପ୍ରଚାର କ୍ଷେତ୍ରରେ ଆମେ ତାଙ୍କଠୁ କିଛି ବହୁତ ବଡ ଆଶା କରିବା। ଏବଂ ହରେ କୃଷ୍ଣ, ଏବଂ ତାଙ୍କୁ ଆମେ ସମସ୍ତେ ପ୍ରେରଣା ଦେବା, ତାଙ୍କ ପାଇଁ ଆମେ ଭକ୍ତି ଜୀବନ ପାଇଁ ଆଗକୁ ବଢିବା। କିଭଳି ସେ ଆଗକୁ ବଢି ପାରିବେ ଆମେ ସମସ୍ତେ ଆଶୀର୍ବାଦ କରିବା। ହରେ କୃଷ୍ଣ। ଧନ୍ୟବାଦ ପ୍ରଭୁ। ତ ଆମେ କ୍ଲାସ କୁ ଆଜି ଏଇଠି ରଖିବା, ଯଦି ପ୍ରଭୁ जी ଅନୁମତି ଦିଅନ୍ତି। हरे कृष्ण प्रभु, धन्यवाद। थैंक यू अनुकूल्य माता जी, सरस प्रभु, बहुत बहुत धन्यवाद। मेनली अनुकूल्य माता जी कहले कि गुरु महाराज